ବୁଝିପାରୁଛି? ଆଜ୍ଞା। ଫିଜିକାଲ ପ୍ରପର୍ଟି ଅଫ ଭଲ ଆଲକେନ ନାଇଁ ଭଲ ଆଲକେନ ଫିଜିକାଲ ପ୍ରପର୍ଟି ଫିଜିକାଲ ପ୍ରପର୍ଟି ମାନେ କହିଲେ ଆମେ କଣ ବୁଝୁଛନ୍ତି? ଆମେ ହାଲୋ ଆଲକେନ ଟା ଯେତେବେଳେ ଯୋଉ ବାହାରେ ରାସ୍ତାରେ ଆମେ ଯୋଉଟା ଅଛନ୍ତି ଫିଜିକାଲି ଦେଖିପାରିବା। ହଁ ତାକୁ ଆମେ କଣ ଯୋଉ କହୁଛେ ଚେଞ୍ଜ ଟା ଫିଜିକାଲ ଆମେ ପ୍ରପର୍ଟି। ଫିଜିକାଲି ଦେଖିପାରିବା। ତାର ଷ୍ଟେଟ ତାର ମେଲ୍ଟିଂ ପଏଣ୍ଟ ତାର ବଏଲିଂ ପଏଣ୍ଟ ନାଇଁ ଏଗୁଡା ତାର କଣ ସବୁ ଆଜ୍ଞା ଫିଜିକାଲ ପ୍ରପର୍ଟି ଆମେ ସେ ହାଲୋ ଆଲକେନ ଫିଜିକାଲ ପ୍ରପର୍ଟି ଫାର୍ଷ୍ଟ ପଢିବା କଣ ନା ଷ୍ଟେଟ ଏକ ନମ୍ବର ଆସିଲା କଣ ଷ୍ଟେଟ ନୋଟ ଟା ମେଲେଇଛ ଆଜ୍ଞା। ଷ୍ଟେଟ କହୁଛି ଲୋୟର ମେମ୍ବର୍ସ ଆର ମେନଲି ତାର ଗ୍ୟାସିୟସ ମିକ୍ସଚର ଏକ୍ସେପ୍ଟ CH3 I ଆମର ଲୋୟର ମେମ୍ବର ମାନେ କଣ? CL ନାଇଁ ଏ କାର୍ବନ ନେଲା କାର୍ବନ କେତେଟା ଅଛି ଗୋଟାଏ ଅଛି ତ ଏଇଟାକୁ ଆମେ କଣ କହିବା ଲୋୟର ମେମ୍ବର ଅଫ ହାଲୋ ଆଲକେନ କାର୍ବନ ଠିକ ଆଜ୍ଞା ଅଛି ତ ହାଲୋ ସେ କହୁଛି ଏଇ CH3Cl CH3Br CH3F ଏଗୁଡା ହଉଛନ୍ତି ଗ୍ୟାସିୟସ ଷ୍ଟେଟ ବଟ CH3I ହଉଛି ଲିକୁଇଡ ଷ୍ଟେଟ କାହିଁକି ଆମେ CH3I ଟାକୁ ଲିକୁଇଡ ଷ୍ଟେଟ କହୁଛେ ଆମେ କଣ ଜାଣିଛେ କ୍ଲୋରିନ ଫ୍ଲୋରିନ ବ୍ରୋମିନ ଆୟୋଡିନ ଆୟୋଡିନ ନାଇଁ ତ ଆମେ ଜାଣିଛେ ଗ୍ରାଜୁଆଲି ଯେତେବେଳେ ଗ୍ରୁପ ତଳକୁ ଆସିବା ତାର ସାଇଜ ଟା କଣ ବଢି ବଢି ଚାଲିବ ନାଇଁ ସାଇଜ ଟା ବଢୁଛି ମାନେ ଆଜ୍ଞା ତାର ଆମର ମଲିକୁଲାର ମାସ ଟା ମଧ୍ୟ ବଢୁଛି ତ ମଲିକୁଲାର ମାସ ଟା ବଢିଲେ ସେ କଣ କରିବ ନା ଗ୍ୟାସିୟସ ରୁ ଲିକୁଇଡ ରେ କନଭର୍ଟ ହବ ତ ଆମର ଜେନେରାଲି ଏଇଟା କୋଉ ଷ୍ଟେବୁଲ ରେ ରହୁଛି ନା CH3Cl CH3F and CH3Br ଏଇ ତିନିଟା ହେଲା କୋଉଠି ଅଛି ନା ଗ୍ୟାସିୟସ ଷ୍ଟେଟ ରେ ଅଛନ୍ତି ଏବଂ CH3I କୋଉ ଷ୍ଟେଟ ରେ ଅଛି ଲିକୁଇଡ ଷ୍ଟେଟ ଲିକୁଇଡ ଷ୍ଟେଟ ରେ ବୁଝିପାରୁଛ ଏ କଥା କଣ ପାଇଁ? କହିଲେ ବା ତାର ମଲିକୁଲାର ମାସ ଟା ବଡ ମଲିକୁଲାର ମାସ ଟା ତ ଏଇ ଯୋଉ ଆୟୋଡିନ ର ଅଧିକ ଯେ ତା ବୋଲି ଲିକୁଇଡ ଷ୍ଟେଟ ହଁ କାହିଁକି ହେଲା ତ କାର୍ବନ କିଛି ଚେଞ୍ଜ ହଉନି କାର୍ବନ କିଛି ଚେଞ୍ଜ ହଉନି ଏଠି ଯେତେବେଳେ ଆମେ ମଲିକୁଲାର ମାସ କାଲକୁଲେଟ କରିବା ଏଇ ଗ୍ରୁପ ତ ସବୁଥିରେ କଣ ସମାନ ଏଥିରେ ମଧ୍ୟ ଆଜ୍ଞା ସମାନ ହଁ କି ନା Cl ର ମଲିକୁଲାର ମାସ ଯାହା କ୍ଲୋରିନ ର ମଲିକୁଲାର ମାସ ଯାହା ବ୍ରୋମିନ ର ମଲିକୁଲାର ମାସ ଯାହା ଆୟୋଡିନ ତାଠୁ ସବୁଠାରୁ ଅଧିକା କାହିଁକି ନା ଆୟୋଡିନ ଟା ହଉଛି ସବୁଠୁ ତଳେ ଅଛି ହଁ କି ନା ତ ଏଇଟା ଲିକୁଇଡ ଆଜ୍ଞା ଷ୍ଟେଟ ଅଛି ତାର ରିଜିଅନ ଆମେ ଦେଖଉଛେ କି ଆର ମଲିକୁଲାର ଷ୍ଟେଟ ମଲିକୁଲାର ମାସ ଟା ଅଧିକ କାହିଁକି ଆର ମଲିକୁଲାର ମାସ ଅଧିକ ଯୋଗୁ ଆମେ ତାକୁ କହୁଛେ ଲିକୁଇଡ ଅଛି ବୋଲି ବୁଝିପାରୁଛ ନା ନାଇଁ ଆଉ ମୁଁ ଯେମିତି କହୁଥିଲି ୱାଟର ୱାଟର ଟା ଆମେ ଜେନେରାଲି ପାଇଲେ କଣ ନା ଲିକୁଇଡ ଅବସ୍ଥାରେ ତାପରେ ମଣିଷ ତାକୁ କଣ କଲା ନା ତାକୁ ଭେପର କଲା ବଏଲ କଲା ତା ପ୍ରାକୃତିକ ଉପାୟରେ ବଏଲ କଲା ପୁଣି ତାକୁ ଆଇସ କଲା ତ ବର୍ତ୍ତମାନ ଜେନେରାଲି ପାଇଛନ୍ତି କଣ ଲିକୁଇଡ ଅବସ୍ଥାରେ ସିମିଲାରଲି CH3I ଟା ସବୁ ଜେନେରାଲି ପାଇଛନ୍ତି କୋଉ ଅବସ୍ଥାରେ ନା ଲିକୁଇଡ ଅବସ୍ଥାରେ ଲିକୁଇଡ ତ ୟାର ଗୋଟେ ରିଜିନ ଯଦି ତିଆରି କରିବା କାହିଁକି ଏଟା ଲିକୁଇଡ ଅବସ୍ଥାରେ ଅଛି ବଟ୍ ସେମ ଗ୍ରୁପ ଅଛି ବଟ୍ ଯେତେବେଳେ ହାଇଡ୍ରୋଜେନ ଅଲଗା ହେଇଯାଉଛନ୍ତି ସେଗୁଡାକ ସବୁ ଗ୍ୟାସିୟସ ରେ ଅଛନ୍ତି କେବଳ ଏଉଟାକ ରହୁଛି କୋଉଥିରେ ନା ଲିକୁଇଡ ରେ କାହିଁକି ନା ତାର ମଲିକୁଲାର ମାସ ଟା ଅଧିକ ନା ଅଧିକ ବୁଝିପାରୁଛ ଏବଂ ଯେତେ ଆମର କାର୍ବନ ସଂଖ୍ୟା ବଢି ବଢି ଯିବା ସେ କଣ ହବ ନା ରୁମ ଟେମ୍ପରେଚରରେ ସଲିଡ୍ ଅବସ୍ଥାରେ ରହିବ ହାୟର ମେମ୍ବର୍ସ ଆର୍ ସଲିଡ୍ ଏବଂ C3C18 ହାଲାଇଡ୍ସ ଆର୍ ଲିକୁଇଡ ଇନ୍ ରୁମ୍ ଟେମ୍ପରେଚର ହେଲା ତମର ଗୋଟେ କୋଶ୍ଚିନ୍ ଏଇଠି ଆସିବ CH3I ଟା ହଉଛି କୋଉ ଷ୍ଟେଟ ରେ ଅଛି ବୁଝିପାରିଲ ଆଜ୍ଞା ସଲିଡ୍ ଫାର୍ଷ୍ଟରେ ପଢିଥିବୁ ସଲିଡ୍ କଣ ଏବଂ ଗୋଟେ ୱାଟରରେ ତରଳ ଗୋଟେ ସଲିଡ୍ ହବ ସାର୍ ଆଉଥରେ ଟିକେ କହିଲେ ସଲିବିଲିଟି ଟା କଣ ଯୋଉ ଭଏସ ଆପଣଙ୍କ କଟୁଛି ତ ସଲିବିଲିଟି କଣ ତମକୁ ଫାଷ୍ଟ ଇୟରରେ ପଢା ହେଇଥିବ
जोटा पानी रे କଣ मिसियो କହୁଛ सेटा होची सल्युबल जोटा ହଁ पानी रे मिसियो सेटा होची इनसॉल्युबल। ସେଟା ଇନସଲ୍ୟୁବଲ୍ ଯୋଉଟା ପାଣିରେ ମିଶୁଛି କିଛିଟା ପଦାର୍ଥ ଅଛନ୍ତି ପାଣିରେ ମିଶି ଯାଉଛନ୍ତି ଆଉ କିଛିଟା ପଦାର୍ଥ ପାଣିରେ ମିଶୁନି ତାର ଯେତେବେଳେ କେମିକାଲ ପ୍ରପର୍ଟିଜ କରୁଛେ ସେତେବେଳେ ଜଣା ପଡା ହେଇଥିବ କାହିଁକି କୋଉ ବଣ୍ଡ ତିଆରି କଲେ ପାଣିରେ ମିଶିବ ଏବଂ କୋଉଟା ବଣ୍ଡ ନ ତିଆରି କରିପାରିବନି ସେ ପାଣିରେ ମିଶୁନି ସେ କଥାଟା କହିବ। ହାଇଡ୍ରୋଜେନ ବଣ୍ଡ ହାଇଡ୍ରୋଜେନ ବଣ୍ଡ କଣ ନା H2O ଆଉ H ଆଉ ଗୋଟେ ହାଇଡ୍ରୋଜେନ ଇଏ ହେଲା କଣ ନା ଡେଲ୍ଟା ନେଗେଟିଭ ଇ ପାଇବ ଡେଲ୍ଟା ଆଜ୍ଞା ପଜିଟିଭ। ଏଇଟା ପାଇବ କଣ ନା ଡେଲ୍ଟା ପଜିଟିଭ ବୁଝିପାରୁଛ। ତାହେଲେ ଏ ଡେଲ୍ଟା ପଜିଟିଭ ଆଉ ଏ ଡେଲ୍ଟା ନେଗେଟିଭ ମଧ୍ୟରେ କଣ ହବ ନା ନଟ୍ ଇଣ୍ଟରାକ୍ସନ ହବ। ଗୋଟେ ବଣ୍ଡ ଟା ଫର୍ମେସନ ହବ ଯାହାକୁ ଆମେ କଣ କହୁଛେ ହାଇଡ୍ରୋଜେନ ବଣ୍ଡ। एक्चुअली फिगर रे टिके नाकुରୁ ଓଲଟା ଆଉ। ହଁ H ଆଉ O ଭିତରେ ଯୋଉ ବଣ୍ଡ ଟା ଗୋଟେ ମଲିକ୍ୟୁଲ ହାଇଡ୍ରୋଜେନ ଆଉ ଗୋଟେ ମଲିକ୍ୟୁଲ O ଭିତରେ ଯୋଉ ଇଣ୍ଟରାକ୍ସନ ଟା ହବ ତାକୁ ଆମେ କହୁଛନ୍ତି ହାଇଡ୍ରୋଜେନ ବଣ୍ଡ। ଏବଂ ଜେନେରାଲି ଏଇଟା ହଉଛି କଣ ନା ଗୋଟେ ୱିକ୍ ବଣ୍ଡ ବୋଲି ଆମେ କହୁଛୁ। ବୁଝିପାରୁଛ ଏ କଥା ଆଜ୍ଞା ଆଚ୍ଛା। ଦେଖ ଏଠି ଡେଲ୍ଟା ମାଇନସ ଆଉ ଡେଲ୍ଟା ପ୍ଲସ ଦେଇ ଦଉଛି ମାନେ ତାହେଲେ ଏଇ ଯୋଉ ବଣ୍ଡ ଟା ଏଇଟା କୋଉ ବଣ୍ଡ ନା ପୋଲାର ବଣ୍ଡ। ଏ କଥା ବୁଝିପାରୁଛ ନା ନାଇଁ। ଯେବେ ଆଜ୍ଞା କାର୍ବନ କାର୍ବନ ବଣ୍ଡକୁ କ୍ଲିଭେଜ କରିବା ତାହେଲେ କଣ ହବ ନା କାର୍ବନ ଗୋଟେ ଇଲେକ୍ଟ୍ରନ ଆଉ ଗୋଟେ କାର୍ବନ ଗୋଟେ ଇଲେକ୍ଟ୍ରନ ଏଇଟା ହବ ନନ୍ ପୋଲାର। ଗୋଟେ ଯଦି କାର୍ବନ ସିଏଲ କୁ କ୍ଲିଭେଜ କରିବା ଏଇଟା ହବ ଡେଲ୍ଟା ମାଇନସ ଏଇଟା ହବ ଡେଲ୍ଟା ପ୍ଲସ ଏଇଟା ହେଲା କଣ ନା ପୋଲାର। ଜାଣିପାରୁଛ ଫାଷ୍ଟରେ ପଢା ହେଇଛି ପୋଲାର ଆଜ୍ଞା ନନ୍ ପୋଲାର ଆଚ୍ଛା। ତାହେଲେ ଆମେ ଦେଖିବା ସଲିବିଲିଟି ହବା ପାଇଁ ଦିଟା କଣ୍ଡିସନ ଦରକାର କଣ ନା ଯୋଉ କମ୍ପାଉଣ୍ଡ ତିଆରି ହେଇଛି ସେ କମ୍ପାଉଣ୍ଡ ର ଗୋଟେ ପୋଲାର ବଣ୍ଡ ଥିବା ଦରକାର ଏବଂ ସେ ହାଇଡ୍ରୋଜେନ ବଣ୍ଡ ଫର୍ମେସନ କରୁଥିବା ଦରକାର ତାହେଲେ ଗୋଟେ ସବଷ୍ଟାନ୍ସ ଟା ତାକୁ ଯଦି ଆମେ ପାଣିରେ ପକେଇବା ତାହେଲେ ସେ କଣ ହବ ସଲ୍ୟୁବଲ ହବ ଠିକ ଅଛି। ତ ବର୍ତ୍ତମାନ ଆମେ କଣ ନବା ନା ହାଲୋ ଆଲକେନକୁ ନେଇକି ପାଣିରେ ପକେଇବା। ଠିକ ଅଛି ହାଲୋ ଆଲକେନ କଣ ନା CH3Cl ଗୋଟେ ଏକ୍ସାମ୍ପଲ ନେବି ନାଇଁ ଏଇଟା ହବ ଡେଲ୍ଟା ଆଜ୍ଞା ମାଇନସ ଏ କାର୍ବନ ଟା ହବ ଡେଲ୍ଟା ପ୍ଲସ ତାହେଲେ ଏ ପୋଲାରାଇଜେସନ ହଉଛି ଏଇଟା ପୋଲାର ବଣ୍ଡ ବୋଲି ଆମେ କହିବା। ତାହେଲେ ଏଇ କଥା ସେ କଣ କଲା ନା ସାଟିସ୍ଫାଏ କଲା। ପୁଣି ସେକେଣ୍ଡରେ ସେ ହାଇଡ୍ରୋଜେନ ବଣ୍ଡ ତିଆରି କରୁଥିବା ଦରକାର କିନ୍ତୁ ଏଠି ହାଇଡ୍ରୋଜେନ ବଣ୍ଡ ସେ ତିଆରି କରିବ ନାହିଁ ନାହିଁ H2O ସହିତ ସେ ହାଇଡ୍ରୋଜେନ ବଣ୍ଡ ତିଆରି କରିବ ନାହିଁ। ଯଦି ମଧ୍ୟ ତିଆରି କରିବ ସିଏ ମଧ୍ୟ ଏ Cl ମାଇନସ ଟାକୁ ଭିଡିକି ଆଣିପାରିବ ନାହିଁ ତେଣୁକରି ସଲ୍ୟୁବଲ ହବ ନାହିଁ। ବୁଝିପାରୁଛ ନା ନାଇଁ ଆମେ କହୁଥିଲେ ଗୋଟେ ଚିନିଟାକୁ ନେଇକି ପାଣିରେ ପକେଇବା ଚିନିଟାକୁ ନେଇକି ପାଣିରେ ପକେଇବା ମାନେ ସେ ଚିନିର ପ୍ରତ୍ୟେକ ପାର୍ଟିକିଲ ପାଣିର ଯୋଉ ଫାଙ୍କା ଥିବ ଯୋଉ ପଢିଛ ଟି ଦଶମରେ ଆଜ୍ଞା ପାଣି ଭିତରେ ଗ୍ୟାପ୍ ଥାଏ ସେ ଗ୍ୟାପ ରେ ତଳକୁ ସେଟା ରହିଗଲେ ସଲ୍ୟୁବଲ ହବ ଯେତେବେଳେ ସେ ଗ୍ୟାପ ଟା ଫିଲ୍ ହେଇଯିବ ଆଉ ସଲ୍ୟୁବଲ ହବନି। ହବ ନାହିଁ ଚିନିର ପାର୍ଟିକିଲ ଆପଣ ଆସିକି କଣ ହବ ନା ଭିତରେ ଇନସର୍ଟ ହବ ତାହେଲେ ଦେଖିଆ ଆମେ କଣ କହିବା ନା ସଲ୍ୟୁବଲ ହେଲା ବୋଲି କହିବା। ନାଇଁ ଆଜ୍ଞା ଏବଂ ଏଠି ମଧ୍ୟ କଥା ହଉଛି ସେଇଆ ଏଠି କଣ ହବ ନା ଏଇ ଯୋଉ ହାଇଡ୍ରୋଜେନ ବଣ୍ଡ ଟା ସିନା ୱିକ୍ ବଣ୍ଡ ୱିକ୍ ବଣ୍ଡ ପଟେ ଏଇ ବଣ୍ଡ ଟା କିଛି ସମୟ ପାଇଁ ରହିବ ଇଏ କଣ କରିବ ନା ଏ O ଟାକୁ ଭିଡିକି ନେଇକି ଆସିବ ତାହେଲେ ଇଏ ଆ ଭିତରେ କଣ ହବ ନା ଡିଷ୍ଟର୍ବାନ୍ସ କ୍ରିଏଟ କଲା ଡିଷ୍ଟର୍ବାନ୍ସ କ୍ରିଏଟ ହେଲା ଯେମିତି ଆମେ ମନେକର ଏଥିରେ NaCl ପକେଇବା ତାହେଲେ Na ପ୍ଲସ Cl ମାଇନସ ହଁ କି ନା ବର୍ତ୍ତମାନ Na ଆଜ୍ଞା ପ୍ଲସ ଆଉ O ଏ ଦି ଜଣ ରିଆକ୍ସନ କରିବେ Cl ମାଇନସ H ପ୍ଲସ ଏ ଦି ଜଣ ରିଆକ୍ସନ କରିବେ ବଟ ପ୍ରଡକ୍ଟ ଟା ଦେବେନି କେବଳ ରିଆକ୍ସନ ତ କରିବେନି କଣ ମିଶିବେ ପାଖାପାଖି ହେବେ ହାଇଡ୍ରୋଜେନ ବଣ୍ଡ ଟା ଯୋଉ ସେ ରିଆକ୍ସନ କରାଇବନି ବୁଝିପାରୁଛ ବୁଝିପାରୁନ? ଏଇଥିରେ ତ ଏଠି ହାଇଡ୍ରୋଜେନ କଥା ବଣ୍ଡ ହଉଛି କେମିତି ଫର୍ମେସନ ହବ? କୋଉଥିରେ ହାଇଡ୍ରୋଜେନ ବଣ୍ଡ ତ ଖାଲି ୱାଟର ରେ ଫର୍ମେସନ ହବ NaCl ସହିତ କେମିତି ଫର୍ମେସନ ହବ? ନା ନା ହାଇଡ୍ରୋଜେନ ବଣ୍ଡରେ ଗୋଟେ ହାଇଡ୍ରୋଜେନ ମଷ୍ଟ ଥିବା ଦରକାର ଏଠି ଆମର କଣ ଅଛି Cl ମାଇନସ ଅଛି ବର୍ତ୍ତମାନ ଆମେ କଣ ନେଇଛେ H2O ନେଇଛେ ଏଇ କମ୍ପାଉଣ୍ଡ ଆମେ ନେଇଛେ H2O ଷ୍ଟ୍ରକ୍ଚର କୋଉଟା ନା ଏଇଟା ଏଠି Ha ପ୍ଲସ ଅଛି ବର୍ତ୍ତମାନ Ha ପ୍ଲସ ସହିତ Cl ମାଇନସ ର ହାଇଡ୍ରୋଜେନ ବଣ୍ଡ ଯେମିତି Ha ପ୍ଲସ ସହିତ O ର ହାଇଡ୍ରୋଜେନ ବଣ୍ଡ ହେଲା ସେମିତି Ha ପ୍ଲସ ସହିତ Cl ମାଇନସ ର ହାଇଡ୍ରୋଜେନ ବଣ୍ଡ କିଛି ସମୟ ପରେ କଣ ହବ ନା ଇଏ ଦିଟା ପାଖାପାଖି ହେଇଯିବ ଯୋଉଟା ତମେ କହୁଥିଲ ଷ୍ଟ୍ରକ୍ଚର ଟା ବାଉଳା ଅଛି ସେଇ ଷ୍ଟ୍ରକ୍ଚର ଟା ସିଏ ଗଠନ କରିବେ ତାହେଲେ କଣ କରିବେ ସିଏ ନା HO H
ये वो डेल्टा माइनस ये वो डेल्टा प्लस ଏବଂ ୟା ପାଉକୁ ପଳେଇ ଆସିବ କି Cl ମାଇନସ୍ Na ପ୍ଲସ୍। ତାକୁ ଆମେ କଣ କରିବା ନା ସଲ୍ୟୁବଲ୍ ବୋଲି କହିବା। CH3Cl କଣ ପାଇଁ ସେ ସଲ୍ୟୁବଲ ହେଲାନି? CH3Cl କ୍ଲୋରିନ ଟା ତ ବଣ୍ଡ କରିଯିବ ହାଇଡ୍ରୋଜେନ ସହିତ। ହାଇଡ୍ରୋଜେନ ସହିତ ବନ୍ଦ କରିଯିବ। ଏଠି କଣ କରୁଛି ନା H2O ଟା କାମ କରୁଛି ସେଇ ଏଠି ଯୋଉ ଷ୍ଟୋରି କହିଲେ ଏଠି ସେଇ ଷ୍ଟୋରି କହିବା। ଏଟା ଗୋଟେ ଡେଲ୍ଟା ପ୍ଲସ୍ ଏଟା ଗୋଟେ ଡେଲ୍ଟା ମାଇନସ୍ ବଟ୍ ଏଇ ଯୋଉ ହାଇଡ୍ରୋଜେନ ବଣ୍ଡ ଏଟା ହଉଛି ଭେରି ଭେରି ୱିକ୍। ଭେରି ଭେରି ୱିକ୍ କାହିଁକି ନା ଏ କ୍ଲୋରିନ୍ ଟାକୁ ଭିଡିକି ଆ ପାଉକୁ ଆଣିପାରିବ ନାହିଁ। ଭିଡିକି ଆଣିପାରିବ ନାହିଁ କାହିଁକି ନା ଏଠି ଗୋଟେ ବଲ୍କିୟର ଗ୍ରୁପ ଅଛି। ନାଇଁ CH3 ଯେ ବଲ୍କିୟର ଗ୍ରୁପ ତେଣୁକରି ଏ ଆଜ୍ଞା ବଣ୍ଡ ଟା ଭେରି ଷ୍ଟ୍ରଙ୍ଗ ସୋ ଦ୍ୟାଟ୍ Cl ଆଉ H ମଧ୍ୟରେ ଯୋଉ ବି ହାଇଡ୍ରୋଜେନ ବଣ୍ଡ ତିଆରି ହବ ସେଇଟା ଜିରୋ କହିଲେ ବି ଚଳିବ। ତେଣୁକରି ତମ ଖାତାରେ କଣ ଲେଖିବ ଦେयर ଇଜ ନୋ ହାଇଡ୍ରୋଜେନ ବଣ୍ଡ ଠିକ ଅଛି। although alkenes are polar in nature yet they are practically insoluble in water because they are not able to form hydrogen bond এবং ତମେ ଯେତେବେଳେ ବହି କରିବ ସେତେବେଳେ ଲେଖାଯିବ ଲେଖିବ ସେ ହାଇଡ୍ରୋଜେନ ବଣ୍ଡ ତିଆରି କରିବେ ବଟ୍ ସେଟା ହଉଛି ଭେରି ୱିକ୍। ଭେରି ୱିକ୍ ମିନ୍ସ ସିଏ ଯୋଉ ହାଇଡ୍ରୋଜେନ ବଣ୍ଡର ଇଫେକ୍ଟ ପଡିବନି। ତେଣୁକରି ଏଇଟା କଣ ହବ ନା ଇନସଲ୍ୟୁବଲ୍ ହବ। ବୁଝିପାରିଲ କଥା ନା ବୁଝିପାରିଲନି? ଆଜ୍ଞା। ଟିକେ ହେଲି ବଲ୍କି ଗ୍ରୁପ ହେଲା ବୋଲି କଣ ପାଇଁ କ୍ଲୋରିନ ହଁ ଟା ହାଇଡ୍ରୋଜେନ ବନ୍ଦ କରିବନି? ଏ ବଣ୍ଡ ଟା ହବ ଷ୍ଟ୍ରଙ୍ଗ ବଣ୍ଡ। ଦେଖ ଇଏ ଇଲେକ୍ଟ୍ରୋନେଗେଟିଭିଟି ପଢିଛ? ପଢିଛ ନା ନାଇଁ? ନା। ଇଲେକ୍ଟ୍ରୋନେଗେଟିଭିଟି ବା। ମାନେ ଡେଲ ମାଇନସ ଡେଲ ହଁ ପ୍ଲସ। ଏଇ ଯୋଉ ବଣ୍ଡ ଟା ଏଇଟା ଗୋଟେ ଡେଲ୍ଟା ମାଇନସ ଏଇଟା ଗୋଟେ ଡେଲ୍ଟା ପ୍ଲସ ତମ ନ୍ୟୁକ୍ଲିଓଫିଲିକ ସବଷ୍ଟିଟ୍ୟୁସନ ରିଆକ୍ସନ ପଢାହେଇଛି ପଢାହେଇଥିଲା ନ୍ୟୁକ୍ଲିଓଫିଲିକ ସବଷ୍ଟିଟ୍ୟୁସନ ରିଆକ୍ସନ ରେ ଗୋଟେ ବଲ୍କିୟର ଗ୍ରୁପ ଆସିକି ଆସିଡ ରିଆକ୍ସନ ବୁଝିପାରୁଛ ଗୋଟେ କଣ ଆସିବ ବଲ୍କିୟର ଗ୍ରୁପ ଯେହେତୁ ବଲ୍କିୟର ଆମର ଗ୍ରୁପ ଆସିବ। ଏଲିମିନେସନ ରିଆକ୍ସନ ଗ୍ରୁପ ରେ ପଢିବା ସେ ଏଲିମିନେସନ ରିଆକ୍ସନ ରେ ମଧ୍ୟ ଗୋଟେ ବଲ୍କିୟର ଗ୍ରୁପ ର ଆମକୁ ଷ୍ଟ୍ରଙ୍ଗ ନ୍ୟୁକ୍ଲିଓଫାଇଲ ଆଉ ଷ୍ଟ୍ରଙ୍ଗ ଇଲେକ୍ଟ୍ରୋଫାଇଲ। ଯଦି ୱିକଲି ଇଲେକ୍ଟ୍ରୋଫାଇଲ କିମ୍ବା ୱିକଲି ନ୍ୟୁକ୍ଲିଓଫାଇଲ ଆଣିବା ତାହେଲେ ଏ ବଣ୍ଡ ଟାକୁ ସେ ଭାଙ୍ଗିବନି। ଭାଙ୍ଗିବନି ସେ ଆ ଭିତରେ ପଶିବନି କି ଆମର ରିଆକ୍ସନ ହିଁ ହବନି। ତ ଏଇ ଘଟଣାଟା ହଉଛି ସେଇଆ ଏଠି ଏ Cl ମାଇନସ ଆଉ ଡେଲ୍ଟା ପ୍ଲସ ୟାଙ୍କ ଭିତରେ ନେଗ୍ଲିଜିବୁଲ କଣ ହଉଛି ନା ଚାର୍ଜ ଡିଫରେନ୍ସ ଟା ବହୁତ ନେଗ୍ଲିଜିବୁଲ ରହୁଛି। ଏବଂ ହାଇଡ୍ରୋଜେନ ବଣ୍ଡ ଗୁଡିକ ବହୁତ କମ ଆସୁଛି କମ ଆସୁଥିବାରୁ ତା ଦେହରେ କଣ ପ୍ରଡ୍ୟୁସ ହଉନି ନା ଏଇଟା ସଲ୍ୟୁବଲ ହଉନାହିଁ। ବୁଝିପାରୁଛ ଖାତାରେ ଲେଖା ହେଇଛି କଣ? because they are not able to form hydrogen bond with water molecule। ବହିରେ ବି ସେ କଥା ଲେଖା ହେଇଛି ଯୋଉ ଲେଖା ହେଇଛି କଣ ନା ସେମାନେ ହାଇଡ୍ରୋଜେନ ବଣ୍ଡ ତିଆରି କରିବେ ବଟ ହାଇଡ୍ରୋଜେନ ବଣ୍ଡ ଟା ବହୁତ ନେଗ୍ଲିଜିବୁଲ। ବୁଝିପାରୁଛ କଥା? ସାର୍ ଗୋଟେ ଯୋଉ କହିଥିଲେ CH3 ଯଦି ଥିବ ନେଗେଟିଭ ଆଇଲା ମାନେ ସିଏ ବାଲାନ୍ସ କରିଦେବେ ଇଏ ଡୋନେଟ କରିବେ ସେଇଟା କଥା ତ କାଇଣ୍ଡ କହିଲୁ। କୋଉଟା କହିଲ? ମାନେ ଡେଲ ପଜିଟିଭ ଚାର୍ଜ ଯଦି ଆସିବ କି ଡେଲ ନେଗେଟିଭ ଚାର୍ଜ ଯଦି ଆସିବ ତାକୁ ବାଲାନ୍ସ କରିଦେବେ ନା। ବାଲାନ୍ସ ଯୋଉ କରେଇଦବ ପାର୍ସିଆଲ ପଜିଟିଭ ନେଗେଟିଭ ଯୋଉ ମଝିରେ ଗୋଟେ କହିନଥିଲେ ସେଇଟା କଣ ଏଇଠି କ୍ଲିଭେଜ ଲାଗୁ ହବନି? କ୍ଲିଭେଜ କଥା କହୁଛ କି ନା କଣ? ଆଜ୍ଞା। କ୍ଲିଭେଜ ତ କ୍ଲିଭେଜ ଆଉ ଗୋଟେ ଅଛି କଣ ହୋମ କ୍ଲିଭେଜ ଦିଟା କ୍ଲିଭେଜ ସେଇ କଥା କହୁଛ ଟି? ଏଟା କ୍ଲିଭେଜ ନାଇଁ ଯୋଉ ଆମର ନେଗେଟିଭ ଚାର୍ଜ ଯଦି କ୍ରିଏଟ ହବ CH3 ତାକୁ ଡୋନେଟ କରିବ କି ହାଇଡ୍ରୋଜେନ ତାକୁ ଡୋନେଟ କରିବ ସେଇଟା କଥା। ମାନେ କୋଉଟା ଗୋଟେ କାର୍ବନ ଅଛି ଖାଲି କାର୍ବନ
ତାକୁ ତିନିଟା CH3 ଗ୍ରୁପ ଲାଗିଛନ୍ତି। ତିନିଟା CH3 ଗ୍ରୁପ ଲାଗିଛନ୍ତି, ହଁ ଠିକ ଅଛି। ଯଦି ସେ ମଝି କାର୍ବନଟାରେ ନେଗେଟିଭ ଚାର୍ଜ ଆଇଲା ତାହେଲେ ସେ CH3 ଗ୍ରୁପ ତାକୁ ବାଲାନ୍ସ କରେଇଦେବେ। ହଁ। ତାହେଲେ ସେଇଟା କଥା ମୁଁ କହୁଛି ଏଠି ହାଇଡ୍ରୋଜେନ କଣ କରିବ ଯୋଉ CH3Cl ଯୋଉ ୱାଟର ସେଟା ଇଲେକ୍ଟ୍ରୋନେଗେଟିଭିଟି ଅପୋଜିଟ। ମଝି କାର୍ବନ ରହିଲା ଏଇଟା ତାକୁ କଣଟା ଏଇଟା କଣଟା ମୁଁ ଆକ୍ଚୁଆଲି ଏପର୍ଯ୍ୟନ୍ତ ଜାଣିପାରୁନି। ଏଇଟା କାହିଁକି କହିଥିଲେ ମୋର ମନେ ପଡୁନି। ଏଇ କଥା କହୁଛ ତ? ଆଜ୍ଞା 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 ଆଉ ଏଥର ନେଗେଟିଭ ପାର୍ସିଆଲ ନେଗେଟିଭ ଚାର୍ଜ ଗୋଟେ ଆସିବ। ହଁ ଏଠି କାର୍ବନ ସହିତ କୋଉ ଗ୍ରୁପ ଲାଗିଛି? CH3 CH3 ଗ୍ରୁପ। ଏଠି କାର୍ବନ ସହିତ କୋଉ ଗ୍ରୁପ ଲାଗିଛି? H ହାଇଡ୍ରୋଜେନ ଗ୍ରୁପ। ହଁ କି ନା? ଏ CH3 ର ଇଲେକ୍ଟ୍ରନ ଦରକାର। ବଟ AH ର ଇଲେକ୍ଟ୍ରୋନେଗେଟିଭିଟି କଥା ଦେଖିବା। ତାହେଲେ H ର ଇଲେକ୍ଟ୍ରୋନେଗେଟିଭିଟି ଇଜ ଲେସ ଦ୍ୟାନ CH3। ଆଜ୍ଞା। ଜାଣିପାରୁଛ ଏବଂ CH3 ର କଣ ଦରକାର ନା ଇଲେକ୍ଟ୍ରନ ଦରକାର। ଇଲେକ୍ଟ୍ରନ ଦରକାର ମାନେ ଇଏ କଣ କରିବ ଏଇ ଯୋଉ ବଣ୍ଡ ଟା ଆଡିକି ଯିବ। ୟା ଅପେକ୍ଷା ତମ ବିରିୟାନୀ କଥା କହୁଥିଲି ଟି? ଆଜ୍ଞା ଆଜ୍ଞା। ହଁ ଇଏ କଣ ଅଛି ଆ ପାଖରେ ମୋର ତିନିଟା ବିରିୟାନୀ ଅଛି। ଆ ପାଖରେ ତିନିଟା ବିରିୟାନୀ ଅଛି। ଇଏ ସବୁ କଣ ନା ମୋଟା ପିଲା। ଇଏ ମୋଟା ପିଲା ଆସିଲେ ୟାଠୁ ବିରିୟାନୀ ଛଡେଇକି ନେବେ। ଛଡେଇକି ନେଲେ ତାହେଲେ ୟାର ପେଟ ପୁରିଲା କି? ନା। ପେଟ ପୁରିଲାନି ତାପରେ ଇଏ ଚାହିଁବ ଆଉ କାହା ସହିତ ଗୋଟେ ରିଆକ୍ସନ କରି ପେଟ ପୁରେଇବାକୁ। ବଟ ଇଏ କଣ ନା ସରୁ ପିଲା। ସରୁ ପିଲା ମାନେ ଇଏ କଣ ନେବେ ନା ଅଧା ନେବେ। ଇଏ ଗୋଟେ ନେଇଥିଲା ବେଳେ ଇଏ କେତେ ନଉଛି ଅଧା ନଉଛି। ମନେ କର ଇଏ ବି ସେ ଅଧା ନେଲା ତାହେଲେ ଆ ପାଖରେ ଆଉ ବଞ୍ଚିଲା କେତେ? ତିନି ୟା ପାଖରେ ଆଉ ତିନି ମାଇନସ 3/2। 3/2 ବଞ୍ଚିଲା। 3/2 ବଞ୍ଚିଲା ବଟ ଏଠି କେତେ ବଞ୍ଚୁଥିଲା 0 ବଞ୍ଚୁଥିଲା। ଆଛା ଇଏ କଣ କରିବ ନା ରିଆକ୍ଟିଭିଟି ଅଧିକ ହବ। ଏଠି କଣ କରିବ ନା ଆ ପାଖରେ କିଛିଟା ଇଲେକ୍ଟ୍ରନ ବଞ୍ଚିକି ରହିଲା ତାହେଲେ ଇଏ ଲେସ ରିଆକ୍ଟିଭ ହବ। ନା ଆଉ ଆଜ୍ଞା କଣ କହୁଛ? ଏଇ କଥା ତ ଆଜ୍ଞା ଆଜ୍ଞା ଏଇଟା ତମର ପଢା ନାଇଁ ହେଇଥିଲା ଏଠି SN1 ରେ। ରିଆକ୍ଟିଭିଟି କଥା କହୁଛନ୍ତି ହେଲେ ମୁଁ ଏଠି ଭାବିଥିଲି କି ଯୋଉ ୱାଟର ଇନସଲ୍ୟୁବଲ ନା ନା ଏଠି ଯୋଉ ପାର୍ସିଆଲ ପଜିଟିଭ ନେଗେଟିଭ କଥା ଯୋଉ କହିଲେ ହୁଁ ସେଇଟା କଥା ସେଇଥିରେ ମତେ ଲାଗିଲା ଯେ ପାର୍ସିଆଲ ପଜିଟିଭ ଟା ମାନେ ଆସିବନି ଦେଖ ବୋଲି। ଇଏ ନ୍ୟୁକ୍ଲିଓଫାଇଲ କଣ ଥିବ ଅଧିକ? OH ମାଇନସ ହେଲା ଗୋଟେ ନ୍ୟୁକ୍ଲିଓଫାଇଲ ନାଇଁ। OH ମାଇନସ ଟା ଗୋଟେ ଆଜ୍ଞା କଣ ନ୍ୟୁକ୍ଲିଓଫାଇଲ ନ୍ୟୁକ୍ଲିଓଫାଇଲ। ଏଠି OH ମାଇନସ ଆଣିବ ଏଠି OH ମାଇନସ ଆଣିବ। ତାହେଲେ ଆଗ କିଏ ରିଆକ୍ସନ କରିବ? OH ମାଇନସ ଯୋଉ ଆମର ସେକେଣ୍ଡାରୀ ଅଧିକ ଫାଷ୍ଟ ରିଆକ୍ସନ କରିବ। ହାଇଡ୍ରୋଜନ ବାଲାଟା ଏଠି ଖାଲି ହାଇଡ୍ରୋଜନ। ହାଇଡ୍ରୋଜନ ବାଲାଟା ହାଇଡ୍ରୋଜନ ବାଲାଟାରେ ଫାଷ୍ଟ ରିଆକ୍ସନ କରିବ ଆଜ୍ଞା। କଣ ପାଇଁ? କାରଣ ହାଇଡ୍ରୋଜେନ ଟା ଗୋଟେ ଲେସ୍ ମାନେ ବଲ୍କି ଗ୍ରୁପ ନୁହେଁ। ନା। ତେଣୁ OH ଟା ଶୀଘ୍ର ରିଆକ୍ଟ କରିଦବ ତାକୁ ଅସୁବିଧା କିଛି ହବନି। ଆମର SN1 SN2 ଦେଖିଲ। ଟର୍ସିଆରୀ ଆଲକୋହଲ କଥା ବି ଆମେ ପଢିଥିଲେ ନା ନାଇଁ? ଦେଖିଲ। ଆଜ୍ଞା। SN1 SN2 ଦେଖିଲ କି? ଆଜ୍ଞା। OH ମାଇନସ୍ ଟା ଏଇଠି ଅଛି ନା। ଏଠି କଣ ଅଛି OH ମାଇନସ୍ ଅଛି ଏଇଠି OH ଆଜ୍ଞା ମାଇନସ୍ ଅଛି। ୟାର କଣ ଦରକାର ଇଲେକ୍ଟ୍ରନ ଦରକାର କାହିଁକି ନା ଏଇ ସବୁ ଇଲେକ୍ଟ୍ରନ ନେଇଯାଉଛନ୍ତି। ଇଲେକ୍ଟ୍ରନ ନେଇଯାଉଛନ୍ତି ଇଏ ହେଲା କଣ ନା ମୋର ରିଆକ୍ଟିଭ। ପୁଣି ମୋର ରିଆକ୍ଟିଭ ଯେ ପୁଣି ତାର ଦିଟା ମେକାନିଜିମ ପଢା ହେଇଛି। OH ମାଇନସ୍ ଟା କୋଉ ପଟୁ ସେ ଆଟାକ କରୁଛି ସେ ଫ୍ରଣ୍ଟ ଆଗ ଫ୍ରଣ୍ଟ ପଟୁ ଆଟାକ କରୁଛି CH3 ରେ ଆଗ ନା ପଟୁ ଆଗ ଏପଟୁ ଆଟାକ କରିବ। କରୁଛି? ତ ଆମେ କୋଉ ପଟୁ ନେଇଛନ୍ତି ନା ଫ୍ରଣ୍ଟ ଟୁ ଫ୍ରଣ୍ଟ। ଫ୍ରଣ୍ଟ ଟୁ ଫ୍ରଣ୍ଟ ନେଲେ ଯିଏ ମୋର ରିଆକ୍ଟିଭ ସେଇଟାକୁ ଆଗ ଆଟାକ କରିବ ନା ଏଇଟା ଆଟାକ କରିବ? କାହିଁକି ନା ଆ ପାଖରେ ତ ଇଲେକ୍ଟ୍ରନ ଅଛି ତାହେଲେ କଣ ହବ? ଆଜ୍ଞା
CH3 ବାଲାଟା ଆଗକୁ ଆଟାକ୍ କରିବ, ପଛଆଡୁ କରିପାରିବନି। ନାଇଁ ଏଟା SN1 ମେକାନିଜମରେ ଯାଉଛି। ବୁଝିପାରୁଛ? ଆଜ୍ଞା। ତାପରେ ଆସିଲା କଣ ନା ବଏଲିଂ ପଏଣ୍ଟ। ବଏଲିଂ ପଏଣ୍ଟ କଣ ପଡିଛ? ଯଦି ବନ୍ଦ ଭିତରେ ଷ୍ଟ୍ରଙ୍ଗ ବଣ୍ଡ ଅଛି ତାହେଲେ ବଏଲିଂ ପଏଣ୍ଟ ଅଧିକ ହବ ନା କମ ହବ? ଆଉଥରେ ଟିକେ କହିଲେ ବଣ୍ଡ ଭିତରେ ମାନେ କାର୍ବନ କାର୍ବନ ବଣ୍ଡ, ଏ ବଣ୍ଡ ଟା ଷ୍ଟ୍ରଙ୍ଗ ଆଜ୍ଞା ଅଛି। ତାହେଲେ ବଏଲିଂ ପଏଣ୍ଟ ଟା ଅଧିକ ହବ ନା କମ ହବ? ଅଧିକ ହବ। ଏଇ କଥାଟା ହବ ନାଇଁ? ଆଜ୍ଞା। ଏବଂ ବଏଲିଂ ପଏଣ୍ଟ is directly proportional to molecular mass. Boiling point is inversely proportional to surface area. ବୁଝିପାରୁଛ? ଯଦି molecular ଆଜ୍ଞା mass ଟା ବଢିବ ତାହେଲେ boiling point ମଧ୍ୟ ବଢିବ। ଏବଂ ଯଦି surface area କମିବ ତାହେଲେ boiling point ମଧ୍ୟ ବଢିବ। ତାଠୁ ସରଫେସ ପ୍ରଥମ ଏରିଆ ଫାଇଦା ପାଇଲ ତ କାଇଁ କମୁନି ତ? କାରଣ ନା ନାଇଁ ସରଫେସ ଏରିଆ କମିବା କଥା ମାନେ ମୁଁ କୋଉଟା କହୁଛି କହିଲେ ମଲିକୁଲ କଥା କହୁଛି। ସେ କଥା କହୁଛି ସରଫେସ ଏରିଆ କମିବା ମାନେ ମନେକର ଆମେ ନେଇଛନ୍ତି କେତେ 5 ଲିଟର ପାଣି। ନାଇଁ 5 ଲିଟର ପାଣି ଗୋଟେ ଛୋଟ ବିକରରେ ନେଇଛନ୍ତି। ଆଉ ସେଇ 5 ଲିଟର ପାଣି ଗୋଟେ ବଡ ବିକଳରେ ନେଇଛନ୍ତି। ତାହେଲେ ସରଫେସ ଏରିଆ କାହାର ଅଧିକ? ୟାର ଅଧିକ। ଯେତେବେଳେ ଆମେ ଆକୁ ହିଟ୍ କରିବା ଆକୁ ବି ହିଟ୍ କରିବା ତାହେଲେ ବଏଲିଂ ପଏଣ୍ଟ କିଏ ଜଲ୍ଦି ଭାପର ହବ? ଏ ଯୋଉ ବଡଟା। 1 ନମ୍ବର ଟା ଜଲ୍ଦି ଭାପର ହବ ନା 2 ନମ୍ବର ଟା ଜଲ୍ଦି ଭାପର ହବ? 2 ନମ୍ବରଟା। 2 ନମ୍ବର ଟା ସରଫେସ ଏରିଆ ବଢିଲେ ବଏଲିଂ ପଏଣ୍ଟ କଣ ହଉଛି? ବଢୁଚି। ବଢୁଛି ନା କମୁଛି? 2 ନମ୍ବର ଟା ପୁରା ନା ନା ଜଲ୍ଦି କମୁଛି ଭାପର ହବ? କମୁଛି କମୁଛି କମୁଛି। ତାହେଲେ ଇନଭର୍ସ ପ୍ରପୋର୍ସନ ହବ ନା ନାଇଁ? ଆଜ୍ଞା। ଏଠି ଆମେ ହାଲୋଏଲକେନ କେସରେ ଦେଖିବା କୋଉ କେସରେ ସରଫେସ ଏରିଆ ଟା କମୁଛି। ବଟ୍ ବଏଲିଂ ପଏଣ୍ଟ ରେ ତମେ ପଢିଥିବ ଫାର୍ଷ୍ଟ ଇୟର ରେ ଏଇ କଥା ପଢିଥିଲ ମନେ ଅଛି ନା ନାଇଁ? ଆଜ୍ଞା। Boiling point is direct proportional to molecular mass. Boiling point is inverse proportional to surface area. ବୁଝିପାରୁଛ କଥା? ଆଜ୍ଞା। ଏଠି ଦେଖିବା ଆମେ ହାଲୋ ଆଲକେନ କଥା। So with increase in size, the halogen atom, the magnitude of van der Waals process increases and hence boiling point increases. van der Waals force ବି ପଢିଛ? ମନେ ଅଛି van der Waals force? ଆଉଥରେ ଟିକେ କହିଦିଅନ୍ତୁ। ଆମର ସୋଡିୟମ ଆଟମ। ସୋଡିୟମ ଆଟମର ନ୍ୟୁକ୍ଲିୟସ୍ ଅଛି ନା ନାଇଁ? ଅଛି। ତା ଚାରିପଟେ କଣ ଅଛି? ନ୍ୟୁଟ୍ରନ୍ ଅଛି। ନ୍ୟୁଟ୍ରନ କୁଆଡେ ହେଲା? ଏଇ ଯୋଉ ଇଲେକ୍ଟ୍ରୋନ। ନେଗେଟିଭ ଚାର୍ଜ ଗୁଡା ଅଛି। ଆଉ ଗୋଟେ ସୋଡିୟମ। ତା ଭିତରେ ସେଇ ଯେତିକିଟା ସେମ୍ ଇଲେକ୍ଟ୍ରନ ଇଲେକ୍ଟ୍ରୋନ। ସେଥିରେ ବି କଣ ସେତିକିଟା ପ୍ରୋଟନ ସେମ୍ ପ୍ରୋଟନ ଅଛନ୍ତି। ବୁଝିପାରୁଛ ନାଇଁ? ଆଜ୍ଞା। ଇଏ ନ୍ୟୁକ୍ଲିୟସ୍ ସହିତ ଏ ଯୋଉ ଇଲେକ୍ଟ୍ରନ ଗୋଟେ ଇଣ୍ଟରାକ୍ସନ ହବ। ମାନେ ଏଇ ଭିଡିଓ। ଠିକ ଅଛି। ଏ ପଜିଟିଭ ନେଗେଟିଭ ନା ଭିଡିଓ। ଆଜ୍ଞା। ଆମର ଫାଇନାଲ ଷ୍ଟ୍ରକ୍ଚର କଣ ହବ? ବୁଝିପାରୁଛ? କାହିଁକି କାରଣ ତା ପରୀକ୍ଷାରେ କାହିଁକି ପ୍ରଶ୍ନ ଆର ନ୍ୟୁକ୍ଲିୟସ ଟା କଣ କିଛି ଭିଡିବନି? ହୁଁ ଭିଡିବ। ଆଉ ଶୁଣ କହୁଛି ଏଇଟା ବୁଝିପାରୁଛ ନା ନାଇଁ? ଏଠି ମୁଁ କଣ ଆଜ୍ଞା ନେଇଛି? ଏଇଟା ନେଇଛି ସୋଡିୟମ ଏଇଟା ବି ନେଇଛି ସୋଡିୟମ। ଠିକ ଅଛି। ଏଇ ଯୋଉ ଇଣ୍ଟ୍ରାକ୍ସନ ଟା ଆସିଲା ଏଇ ଇଣ୍ଟ୍ରାକ୍ସନ ଟାକୁ ଆମେ କଣ କହୁଛେ ନା ଭାଣ୍ଡରୱାଲ। ଆର ନ୍ୟୁକ୍ଲିୟସ ଟା?
ଭାଣ୍ଡାଲ ପୋଷକ ଠିକ ଅଛି। ମୁଁ ଏଠି ସୋଡିୟମ ନେଲି ଏଠି ମୋର ନେବି କ୍ୟାଲସିୟମ। ତାହେଲେ ଏଠି ପଜିଟିଭ ଚାର୍ଜ କଣ ଅଧିକ ୟା ଆଜ୍ଞା ଅପେକ୍ଷା। ୟା ଅପେକ୍ଷା ପଜିଟିଭ ଚାର୍ଜ ଅଧିକ ମାନେ ଏଇ ଭିଡିବ କାହାକୁ ଏଇ ଇଲେକ୍ଟ୍ରୋନ ଗୁଡାକ। ଆଜ୍ଞା। କିନ୍ତୁ ଇଏ ୟାଠୁ କମ ଭିଡିବ ହଁ କି ନା। ଆଜ୍ଞା। ୟାର 11ଟା ଇଲେକ୍ଟ୍ରନ ନା ପ୍ରୋଟନ ନା ୟାର କିନ୍ତୁ 20ଟା। ତାହେଲେ କିଏ ଅଧିକ ଆଜ୍ଞା ଭିଡିବ ଇଏ ନ୍ୟୁକ୍ଲିୟସ ଟା କାଲସିୟମ ଷ୍ଟ୍ରେନ୍ଥ ଅଧିକ ଭିଡିବ ତାର। ବୁଝିପାରୁଛ ନା ନାଇଁ ତା ଅର୍ଥ ଏଇ ଆଜ୍ଞା କେସ ଟା ଏଠି ଉପଯୁଗ। ସୋଡିୟମ କ୍ଷେତ୍ରରେ ଭାଣ୍ଡ୍ରାଲ ଫୋର୍ସ ଟା କଣ ହବ ନା କମ ହବ ଦେନ ସୋଡିୟମ କ୍ୟାଲସିୟମ। ଡାଇପୋଲ ଇଣ୍ଟରାକ୍ସନ ପଢା ହେଇଥିବ ସବୁ ଫାର୍ଷ୍ଟ ଇୟର ରେ ପଢା ହେଇଛି। ଆଜ୍ଞା ଯୋଉ ପଜିଟିଭ ଏଇ ଯୋଉ ଆମର ହାଇଡ୍ରୋଜେନ ଆଉ ହାଇଡ୍ରୋଜେନ ଉପରେ। କଣ ହଉଛି ନା ଡାଇପୋଲ ଇଣ୍ଟରାକ୍ସନ। ଏଇଟା କଥା କହୁଛନ୍ତି ମୁଁ କହୁଛି ଏଇ ଯୋଉ ଆମର ଡାଇପୋଲ ଟେ ତିଆରି ହବ ସାଇଡ ୱାଇଜ ଯୋଉ ଇଣ୍ଟରାକ୍ସନ। ହେଲାନି ଏଟା ମୁଁ Na ପ୍ଲସ ନେଇଯାଅ ଏଟା Cl ମାଇନସ ନେଇଯାଅ। ହେଇଗଲାଣି ଡାଇପୋଲ। ଆଜ୍ଞା। ଏମିତି କଣ ଷ୍ଟ୍ରକ୍ଚର ହବ? ହୁଁ। ଏମିତି କଣ ଷ୍ଟ୍ରକ୍ଚର ହବ? ଷ୍ଟ୍ରକ୍ଚର ଅଲଗା ହବ ଜାଗା ନାହିଁ ବୋଲି ଷ୍ଟ୍ରକ୍ଚର କାଇଁ ଏମିତି ଦେଖୁଛ କି ଥୋଡି ନା। ବୁଝିପାରୁଛ ନା ବୁଝିପାରୁନ ଯୋଉ ଆଜ୍ଞା ଭାଣ୍ଡାର ଫୋର୍ସ ଟା ମନେ ରଖିବ ଭାଣ୍ଡାର ଫୋର୍ସ ଅଫ ଇଣ୍ଟରାକ୍ସନ ଟା ଯେତେବେଳେ ଆମେ ମଲିକୁଲାର ମାସ୍ ବଢେଇବା ସେତେବେଳେ ଭାଣ୍ଡରାଲ ଫୋର୍ସ ଟା ବି ବଢିବ। କାହିଁକି ବଢିବ ନା ଯେତେବେଳେ ମଲିକୁଲାର ମାସ ବଢେଇବା ୟା ଭିତରେ କଣ ନ୍ୟୁକ୍ଲିୟସ ଟା ଅଧିକ ଷ୍ଟ୍ରେନ୍ଥ ହବ। ଏକ ନମ୍ବର ପଏଣ୍ଟ। ପୁଣି ଯେତେବେଳେ ମଲିକୁଲାର ମାସ ବଢେଇବା ତାର ଆଟମିକ ନମ୍ବର ଟା ବି କଣ ହଉଛି ବଢୁଛି। ଆଟମିକ ନମ୍ବର ବଢୁଛି ମାନେ ତାର ଯୋଉ ଆଉଟର ସେଲ ଇଲେକ୍ଟ୍ରନ ଥିବେ ତା ସହିତ ଆଉ ନ୍ୟୁକ୍ଲିୟସ ସହିତ ଇଣ୍ଟରାକ୍ସନ ଟା କଣ ହବ କମିବ। ନା ବୁଝିପାରୁନ କଥା। ଆଜ୍ଞା ଆଜ୍ଞା। ବୁଝିପାରୁଛ ଆମେ ଗୋଟେ ଚାରି ଟିକିଆ ସେଲ ଥିବା ଆଟମ କୁ କନସିଡର କରିବା। ଗୋଟେ 10 ଟିକିଆ ସେଲ୍ ଥିବା ଆଟମ କୁ କନସିଡର କରିବା। ତାହେଲେ ୟାର ଆଉଟର ମୋଷ୍ଟ ଇଲେକ୍ଟ୍ରନ ଅଛନ୍ତି ୟାର ବି ଆଉଟର ମୋଷ୍ଟ ଇଲେକ୍ଟ୍ରନ ଅଛନ୍ତି। ମତେ କୁହ କାହାର ଆଉଟର ମୋଷ୍ଟ ଇଲେକ୍ଟ୍ରନ ଟା କ୍ଲୋଜଲି ବାଇଣ୍ଡ ୱିଥ ନ୍ୟୁକ୍ଲିୟସ। ଯାହାର ଚାରିଟିକିଆ ଥିବ। ଚାରିଟିକିଆ ଥିବ ତ ମଲିକୁଲାର ମାସ ବଢିଲେ ଆଉଟର ମୋଷ୍ଟ ଥିବା ଇଲେକ୍ଟ୍ରୋନ ସହିତ ନ୍ୟୁକ୍ଲିୟସ ସହିତ ଇଣ୍ଟରାକ୍ସନ ଟା କଣ ହଉଛି କମୁଛି। ଯଦି କମୁଛି କମିଯିବ ତାହେଲେ ଇଜିଲି କଣ ହେଇପାରିବ ନା ଏପଟ ସାଇଡିକି ଆସିପାରିବ ନା ନାଇଁ। ଆଜ୍ଞା। ଏବଂ ଏ ପଜିଟିଭ ଚାର୍ଜ ଟା ଷ୍ଟ୍ରେନ୍ଥ ଅଧିକ ଆର ଷ୍ଟ୍ରେନ୍ଥ ଅଧିକ ମାନେ ଇଏ ଅଧିକ ତାକୁ ଭିଡି ପାରିବ ନା ନାଇଁ। ତାହେଲେ ଭାଣ୍ଡରାଲ ଫୋର୍ସ ଟା ଆଜ୍ଞା ବଢିବ ନା ନାଇଁ। ତାହେଲେ ୱିଥ ଇନକ୍ରିଜ ମଲିକୁଲାର ମାସ୍ ଭାଣ୍ଡରାଲ ଫୋର୍ସ ଇନକ୍ରିଜେସ। ଜାଣିପାରୁଛ। ହେଲେ କାଲସିୟମ ଆଉ ସୋଡିୟମ କେଥିରେ ତ ହେଲାନି। କଣ ହେଲାନି? ଏଇନା ଯୋଉଟା କଥା କହିଲେ ତା ମାନେ ତ ଏଇଆ କହୁଛନ୍ତି ଯେ ସୋଡିୟମ ର ହଁ ନ୍ୟୁକ୍ଲିୟସ ଟା କାଲସିୟମ ର ହଁ ଇଲେକ୍ଟ୍ରୋନ ମାନଙ୍କୁ ଭିଡି ଦବା କଥା। କାହିଁକି? କାରଣ କାଲସିୟମ ର ଇଲେକ୍ଟ୍ରୋନ ଗୁଡା ବାହାରିଛି ମାନେ ଅଧିକ ଦୂରରେ ଥିବେ କାଲସିୟମ ର ନ୍ୟୁକ୍ଲିୟସ ଠାରୁ। ହଁ ମୁଁ ଏଠି କାହା ଭିତର କଥା କହିଲି ସୋଡିୟମ Na ଆଉ Na ଆଉଥରେ କହିଲି NaCl। ୟା ଭିତରେ ଯୋଉ ଭାଣ୍ଡରାଲ ଫୋର୍ସ ଅଫ ଇଣ୍ଟରାକ୍ସନ ୟା ଭିତରେ ଯୋଉ ଭାଣ୍ଡରାଲ ଫୋର୍ସ ଅଫ ଇଣ୍ଟରାକ୍ସନ ୟାର ହବ କଣ ନା ଲାର୍ଜ ହବ ବଟ ୟାର କଣ ହବ ନା କମ ହବ। ନାଇଁ କି ପୁରା ଜିରୋ ହବ ଏଇଟା ନାଇଁ କି ପୁରା ଅଧିକ ହବ। ଦିଟା ଯଦି କମ୍ପେୟାର କରିବା ତାହେଲେ ଏଇଟା ଟିକେ ଅଧିକ ଆସିବ ଏଇଟା ଟିକେ କମ ଆସିବ। କଣ ପାଇଁ କମ ଆସିବ କହିଲି କଣ କୋଶ୍ଚିନ୍ ତମ ପାଖରେ ଥିଲା? ନା ମୋ ବୁଝିପାରିଲନି କୋଶ୍ଚିନ୍ ଟା ହଉଛି ଯେ ଆଜ୍ଞା। ବୁଝିପାରିଲ ଟି ମୁଁ ଯାହା କହୁଛି? ଆଜ୍ଞା। ହଁ। କଣ? ମୋ କୋଶ୍ଚିନ୍ ଟା ହଉଛି ଯେ ଆପଣ ହଁ ଏଇନା କହିଲେ ଯେ ଯାହାର ମାନେ ଆଟମିକ ମାସ ଯେତିକି ବଢି ବଢି ଚାଲିବ ଇଲେକ୍ଟ୍ରୋନ ଗୁଡା ଆଉଟର ମୋଷ୍ଟ ସେଲ୍ କୁ ଆସ୍ତେ ଆସ୍ତେ ଚାଲିବ। ନ୍ୟୁକ୍ଲିୟସ ସହିତ ଇଣ୍ଟରାକ୍ସନ କମି କମିକା ଯିବ। ହଁ। ତ
सोडियम ର ପଜିଟିଭ ଚାର୍ଜ ଟା ମାନେ ଯୋଉ ନ୍ୟୁକ୍ଲିୟସ ଟା କାଲସିୟମ ର ଇଲେକ୍ଟ୍ରୋନ କୁ ଭିଡି ଦବା କଥା କାରଣ କାଲସିୟମ ହଉଛି 20 ନମ୍ବର ଆଟମିକ ମାନେ ନମ୍ବର ତାର ହଉଛି 20 ତ ତା ଏଇଟା ଇଲେକ୍ଟ୍ରୋନ 11 ଟା ଆଉଟର ଆଜ୍ଞା ତ ହେଲେ ଏଇଥିରେ ଏମାନେ କଣ ହବ ନା ଏଟାର ସୋଡିୟମ ଦିଟା ର ନ୍ୟୁକ୍ଲିୟସ ଟା ତା ନିଜ ଇଲେକ୍ଟ୍ରୋନ ଟାକୁ ଭିଡିକି ରଖିଥିବ ହେଲେ ହଁ କାଲସିୟମ ତା ନିଜ ଇଲେକ୍ଟ୍ରୋନ ଟାକୁ ଭିଡିକି ରଖିପାରିବନି। କଣ ପାଇଁ ରଖିପାରିବନି? ଏହାର ଅଛି 20 ଟା 2 8 8 ଲାଷ୍ଟ ସେଲରେ କେତେଟା ଅଛି? ଲାଷ୍ଟ କାଲସିୟମ ସେଲ୍ ର କୋଉଟା 8ଟା 8 ନା ଅଛି 9? 8 ଟା ଅଛି ହେଲେ ବଟ୍ ଲାଷ୍ଟ ସୋଡିୟମ ର ସେଲ୍ ମାତ୍ର କୋଉଟା? ଗୋଟେ। ଗୋଟାଏ ଯେ ତାର ସମାନ ହବ। ମୁଁ କଣ ଏଠି କହିଲି ସେଲ୍ କଥା କହୁଛି ଏଠି 4ଟା ସେଲ୍ ଅଛି ଏଠି 10ଟା ସେଲ୍ ଅଛି ବଟ୍ ଏଠି ବା ଗୋଟାଏ ସେଲ୍। ଏଠି ଏମ୍ ସେଲ୍ ୟାର ବି ସେଇ କ୍ୟାଲସିୟମର ଏମ୍ ସେଲ୍। ଆମେ କଣ କରିଥିଲେ ଗୋଟେ ପଜିଟିଭ ଚାର୍ଜ ନେଲେ ତାହେଲେ ତା ଯୋଗୁ ଯୋଉ ଆମର ଇକୁ ପୋଟେନସିଆଲ ସର୍ଫେସ୍ କ୍ରିଏଟ୍ ହଉଥିଲା ବା ଇଲେକ୍ଟ୍ରିକ ଫିଲ୍ଡ କ୍ରିଏଟ୍ ହଉଥିଲା କେମିତି କ୍ରିଏଟ୍ ହଉଥିଲା ସ୍ପେରିକାଲ ହଉଥିଲା ନା ସର୍କୁଲାର ହଉଥିଲା? ନା ଆସିମେଟ୍ରିକ ହଉଥିଲା? ସ୍ପେରିକାଲ ସ୍ପେରିକାଲ ହଉଥିଲା ସ୍ପେରିକାଲ ମାନେ ତାର ଯୋଉ ଆମେ ସେଲ୍ ଟା ଡ୍ର କରିଛନ୍ତି ସେ ସେଲ୍ ର ପ୍ରତିଟି ପଏଣ୍ଟରେ ଇଲେକ୍ଟ୍ରିକ ଫିଲ୍ଡ ଅଫ ଇନଫ୍ଲୁଏନ୍ସ ଅଫ ନ୍ୟୁକ୍ଲିୟସ ସେମ୍ ରହିବ ନା ଅଲଗା ରହିବ? ସେମ୍ ରହିବ ନାଇଁ ଅଲଗା ରହିବ ନା। କେମିତି ଅଲଗା ରହିବ ଏଠି ଗୋଟେ ପଜିଟିଭ ସ୍ପେରିକାଲ ଚାର୍ଜଟା ବା ଆସିଛି ହଁ ସ୍ପେରିକାଲ ମୁଁ ଓହୋ କହୁଛି ଗୋଟେ ଆଜ୍ଞା ସେଲ୍ ଆଜ୍ଞା ର ଆଜ୍ଞା ଏଠି ସେମ୍ ରହିବ ଇଲେକ୍ଟ୍ରିକ ଫିଲ୍ଡ ଚାରିଆଡେ କଣ ରହିବ ସେମ୍ ରହିବ। ଇଲେକ୍ଟ୍ରୋଷ୍ଟାଟିକ ଫୋର୍ସ ଟା ବି କଣ ରହିବ ସେମ୍ ରହିବ। ଏଠୁ ଯେତିକି ଏଠୁ ସେତିକି ଏଠୁ ସେତିକି ସବୁଠୁ ସମାନ। ତାହେଲେ ଏଠି ଯୋଉ ଇଲେକ୍ଟ୍ରନ ଟା ଅଛନ୍ତି ଇଏ ତାକୁ ଯେତିକି ଜୋର ଭିଡୁଛି ଏଠି ଯୋଉ ଇଲେକ୍ଟ୍ରନ ଟା ଅଛି ସେତିକି ଜୋର ଭିଡୁଛି ନା କମ୍ ଭିଡୁଛି? ସେତିକି ଜୋରସେ ଭିଡୁଛି। ହେଲେ ଏଇଭଳିଆ ଆମର 8ଟା ଇଲେକ୍ଟ୍ରନ ଅଛନ୍ତି। ତାହେଲେ ୟା ଭିତରେ ଯେତିକି ଫୋର୍ସ ପଡୁଛି 8ଟା ଇଲେକ୍ଟ୍ରନ ର ବି କେତିକି ଫୋର୍ସ ପଡୁଛି? ସେମ୍ ଫୋର୍ସ ପଡୁଛି ହଁ କି ନା? ଆଜ୍ଞା। ତାହେଲେ ତମେ ଯୋଉ କଥା କହୁଛ ଠିକ୍ ନା ଭୁଲ୍? ନା ବୁଝିପାରୁନ? ଭୁଲ କି ଠିକ୍ ମୁଁ ବି ଜାଣିପାରୁନି। ସୋଡିୟମ ର ତ ଯୋଉ ଏଠି ଗୋଟେ ଟା ଅଛି ଇଲେକ୍ଟ୍ରନ ହେଲେ ହଁ କାଲସିୟମ ର ତ 8ଟା। ତ ହଁ ସୋଡିୟମ ତ ସେଇଠି ଭିଡିଦବା କଥା ତା ଇଲେକ୍ଟ୍ରୋନ ଗୁଡାକୁ। ଏମିତି ତା ପ୍ରୋଟନ ଟା ବି ବଢୁଛି ନା। ତମର ପଢା ହେଇନଥିଲା କି ଏଥିରେ ଯୋଉ ଦଶମରେ ପଢା ତାହେଲେ ତ ହେଇଥିଲା ଆପଣ ଯୋଉଟା ପିରିୟଡିକାଲ ପ୍ରଥମେ କହିଲେ ତାହେଲେ ତ ତାର ଅନୁସାରେ ତ ଭୁଲ୍। କାରଣ ଆପଣ ତ ପ୍ରଥମେ କହିଲେ ଯେ ଯାହାର 4ଟା ଇଲେକ୍ଟ୍ରୋନ ଅଛି ତାର ଇଲେକ୍ଟ୍ରୋନ ପ୍ରତି ଆଫିନିଟି ଟା କମ ରହିବ ଯାହାର 10ଟା ଅଛି। ମାନେ ଯୋଉ ନ୍ୟୁକ୍ଲିୟସ ଇଣ୍ଟରାକ୍ସନ ଟା ମୁଁ ଇଲେକ୍ଟ୍ରୋନ ଏଠି ସହିତ। ସେଲ୍ କଥା କହୁଛି ସେଲ୍ ବଢୁଛି ମାନେ କଣ ବଢୁଛି ତା ଡିଷ୍ଟାନ୍ସ ଟା ବଢୁଛି ଦେଖ। ମୁଁ ଏଠି କଣ KLMN ପ୍ରଥମେ ନ୍ୟୁକ୍ଲିୟସ ଟା ଏଇଟା ହେଲା K ସେଲ୍ ଏଇଟା ହେଲା L ସେଲ୍ ଏଇଟା ହେଲା M ସେଲ୍ ଠିକ୍ ଅଛି। ୟା ଭିତରେ ଆଜ୍ଞା ଡିଷ୍ଟାନ୍ସ ଯେତିକି ଏଠି ଯୋଉ ଇଲେକ୍ଟ୍ରୋନ ଗୁଡାକ ଥିବେ ୟା ସହିତ ଇଣ୍ଟରାକ୍ସନ କରୁଥିବେ ଯଦି ଆମେ 10ଟା କରିବା ଏଇ ଭଳିଆ ତାହେଲେ ଡିଷ୍ଟାନ୍ସ ଟା ବଢୁଛି ନା କମୁଛି? ଆଜ୍ଞା ଆଜ୍ଞା ଯଦି ଜାଣିଲି ଜାଣିଲି। ଡିଷ୍ଟାନ୍ସ ଟା ବଢିଲା ତାହେଲେ ଇଲେକ୍ଟ୍ରୋଷ୍ଟାଟିକ ଫୋର୍ସ ଟା କମିବ ନା ବଢିବ? ବଢିବ ଯଦି କମିଲା ନାଇଁ ତାହେଲେ ଷ୍ଟ୍ରେନ୍ଥ ଟା କମିବ ନା। ତାହେଲେ ତା ଷ୍ଟ୍ରେନ୍ଥ ଟା ଆଜ୍ଞା ନ୍ୟୁକ୍ଲିୟସ କମିବ ଷ୍ଟ୍ରେନ୍ଥ ଟା ବା ଇନଫ୍ଲୁଏନ୍ସ ଟା ଲାଷ୍ଟ ଅରବିଟ ରେ କମିବ। ଲାଷ୍ଟ ଅରବିଟ ରେ ଆଜ୍ଞା କମିଲା ମାନେ ଇଜିଲି କଣ କରିବ ଗୋଟେ ଇଲେକ୍ଟ୍ରନ ଟା ବାହାରକୁ ଯାଇପାରିବ। ବୁଝିପାରୁଛ ନା ବୁଝିପାରୁନ ତାହେଲେ ଏଇ କଥା ଟା ଆଜ୍ଞା ମନେ ଆଜ୍ଞା ରଖିବ। ଭାଣ୍ଡାର ଫୋର୍ସ ଟା ଯଦି ମଲିକୁଲାର ମାସ ବା ଆଟମିକ ନମ୍ବର ବଢୁଛି ଭାଣ୍ଡାରାଲ ଫୋର୍ସ ଟା କଣ ହବ ବଢିବ ସେଇଟା ତାକୁ ବଢିବ ସାଇଜ ଅଫ ଦି ହାଇଡ୍ରୋଜେନ ଆଟମ the magnitude of van der Waals force increases and hence boiling point increases. ଲେଖେଇଦେବି? ଆଜ୍ଞା। ବୁଝିପାରିଲ ପଏଣ୍ଟ? ଆଜ୍ଞା। ସାଇଜ ଅଫ ଇଲେକ୍ଟ୍ରନ୍ ଟା କଣ ହବ ଗ୍ରାଜୁଆଲି ବଢି ବଢି ଯିବ କ୍ଲୋରିନ୍ ତାପରେ ନାଇଁ ସାଇଜ ଟା ଗ୍ରାଜୁଆଲି କଣ ହଉଛି ବଢି ବଢି ଆଜ୍ଞା ଯାଉଛି ସାଇଜ ଟା ବଢିଲା ଆଜ୍ଞା ମାନେ ଭାଣ୍ଡାରାଲ ଫୋର୍ସ ବଢିବ ଭାଣ୍ଡାରାଲ ଫୋର୍ସ ବଢିଲା ମାନେ ବଏଲିଂ ପଏଣ୍ଟ ଟା ବଢିବ।
ତାହେଲେ ୟା ଯୋଗୁ ଯୋଉ ତିଆରି ହବ ଆଲକେନ୍ ଟା CH3F ର ବଏଲିଂ ପଏଣ୍ଟ ଅଧିକ କମ ହବ କାଠାରୁ CH3Cl ଠାରୁ। ବୁଝିପାରିଲ? ଆଜ୍ଞା। ଆଚ୍ଛା। But the same halogen atom boiling point increases with increase in size ଏଇଟା ତମେ କେମିତି ବୁଝିପାରିବ? ଆମେ କଣ କରିବା ନା ସେମ୍ ହାଲୋଜେନ୍ ଆଟମ୍ କ୍ଲୋରିନ୍ କଥା ଦେଖିବା। ଏଇ କ୍ଲୋରିନ୍ ରେ CH3Cl ଅଛି, CH3CH2Cl ଅଛି। ନାଇଁ ତାହେଲେ ମଲିକୁଲାର ମାସ ସବୁଠୁ ଅଧିକ କୋଉଠି? ଏଠି ମଲିକୁଲାର ମାସ ଅଧିକ। ଏଠି ମଲିକୁଲାର ମାସ ଅଧିକ ମାନେ ଏଠି କଣ ଥିବ? ବଏଲିଂ ପଏଣ୍ଟ ଭାଣ୍ଡରୱାଲ ଟା ଅଧିକ ଥିବ। ଭାଣ୍ଡୱାର୍ଥ କୋଷ ଅଧିକ ଥିବ। ଭାଣ୍ଡୱାର୍ଥ କୋଷ ଅଧିକ ହେଲେ ବଏଲିଂ ପଏଣ୍ଟ ଟା କଣ ରହିବ? ଅଧିକ ରହିବ। ଆଜ୍ଞା। ତାହେଲେ ଯେତେ ଆଲକାଇଲ୍ ଗ୍ରୁପ ବଢିବ ବଏଲିଂ ପଏଣ୍ଟ ବି କଣ ହବ? ବଢିବ। ତାପରେ ଆସିବ ଆଇସୋମେରିକ ଯୋଉଟା ଆମେ କହୁଥିଲେ ସଲ୍ଫେଟ୍। Isomeric alkyl halide, the boiling point decreases with increase in branch because the increase in branching surface area decreases. I'm composing CH3, CH2, CH2, CH. ମତେ କହିଲ surface area କାହାର ଅଧିକ କାହାର କମ? କାହାର ଅଧିକ ହବ? ଦିଟାଙ୍କର ତ ସେମ୍। ଦିଟାଙ୍କର ଭଲ୍ୟୁମ୍ ହବ ସେମ୍ ବଟ୍ surface area ଅଲଗା। କଣ ପାଇଁ? CH3 ହେଲା ଗୋଟେ କଣ? ନା ଗୋଟେ ମଲିକ୍ୟୁଲ୍ ଟା। କିଏ ବଣ୍ଡ ଆମର ଫର୍ମେସନ୍ ୟାର ହଉଛି ଅଧିକ ନା ହବ। ସିଏ? ଯୋଉ ସେକେଣ୍ଡାର ଅଧିକ ହବ କାରଣ CH3 ଗୋଟେ ବଲ୍କି ଗ୍ରୁପ୍ ଟେ। ୟାର ଅଧିକ ହବ କଣ ପାଇଁ? CH3 ଦିଟା ଅଛି ହେଲେ ପ୍ରଥମଟାରେ CH3 ଗୋଟେ ଅଛି। ଏଥିରେ CH ଅଛି ତାଠୁ ଛୋଟ। ହେଲେ CH3 ଦିଟା ସାଇଡ୍ ରେ ଅଛି ବା ବଲ୍କି ଗ୍ରୁପ୍ ଦିଟା। ଆଉ ତ ଏମାନେ ସରଫେସ୍ ଏରିଆକୁ ବଢେଇ ଦେବେ। ବଲ୍କି ଗ୍ରୁପ୍ କେମିତି ଆମେ କହୁଛେ? ତମର ଆଇସୋମେରିକ୍ ପଢା ହେଇଛି ତ? ଆଜ୍ଞା ବଲ୍କି ଗ୍ରୁପ୍ ସବୁଠୁ ଅଧିକ କିଏ? ଏଇଟା। ଯୋଉ କୋଉଥିପାଇଁ ମଝିରେ କହୁଛି ଆଜ୍ଞା। ଅଧିକ? କାହିଁକି ନା ହାଇଡ୍ରୋଜେନ୍ ଅଧିକ ଲାଗିଛି। ଏଠି ଏଇଠୁ ଗୋଟେ ହାଇଡ୍ରୋଜେନ୍ ଆସିକି ଏଠି ଲାଗିଛି। ଆଉ କିଛି ହେଇନି। ହେଲେ ବୁଝିପାରୁଛ ନା? ଦେଖ ତା ଆଜ୍ଞା ଷ୍ଟ୍ରକ୍ଚରରୁ ଆମେ ତା ସରଫେସ୍ ଟା ବାହାର କରିବା। ଆଉ କିଏ ଲାଗିଲା ନା CH2 ତାପରେ ଲାଗିଲା Cl। ଠିକ୍ ଅଛି। ଏଇଟା ହେଲା ତା ଆଜ୍ଞା ଷ୍ଟ୍ରକ୍ଚର। ତାହେଲେ ସରଫେସ୍ ଏରିଆ ଯେତେବେଳେ ଆମେ କାଲ୍କୁଲେଟ୍ କରିବା ତ ଏଗୁଡା ତ ସବୁ ମଲିକ୍ୟୁଲ୍ ବହୁତ ଛୋଟ ଛୋଟ ହେଇଥିବେ। ସରଫେସ୍ ଏରିଆ କୋଉଠି କାଲ୍କୁଲେଟ୍ ହବ? ନା ଏତକ ପ୍ଲସ୍ ଏତକ ପ୍ଲସ୍ ଏତକ ପ୍ଲସ୍ ଏତକ। କମନ୍ କୋଉତକ ଯିବେ? ନା ଏତିକି ଏତିକି କମନ୍ ଯିବେ। ଯୋଉ ଯୋଉ ପ୍ରଥମ ତିନିଟା ଲାଗୁଛନ୍ତି ସେଇତ ନାଇଁ କମନ୍ ମାନେ ଯୋଉ ସରଫେସ୍ ରେ ଲାଗିଥିବେ ନା ଇଏ ଯୋଉଟା କଣ ବଣ୍ଡ ଏମିତି ଥିବ କି? ପୁରା ଲାଗିଥିବ ପାଖରେ। ତାହେଲେ ଯେତିକି ବଣ୍ଡରେ ଆମର ହ୍ୱାଇଟ୍ ବଣ୍ଡ ଯେତିକି ସେତିକି କମନ୍ ହବ। ଏତିକି କଟିଲା। ବୁଝିପାରୁଛ? ଯଦି ଆମେ ଆର ଷ୍ଟ୍ରକ୍ଚର କରିବା ତାହେଲେ କମନ୍ ଦେଖିଲ କୋଉତକ ଗଲା? ତାହେଲେ ସରଫେସ୍ ଏରିଆ କେତିକି ଆସିବ? ଏତକ ପ୍ଲସ୍ ଏତକ ୟାର କମ୍ ପଳେଇ ଆସିବ। ଏତକ ପ୍ଲସ୍ ଏତକ। ତାହେଲେ କାହାର ଆସିବ କମ୍ ସରଫେସ୍ ଏରିଆ? ଏକ ନମ୍ବର ନା ୟାର ଦୁଇ ନମ୍ବର? ସେକେଣ୍ଡ 2 ନମ୍ବର କମ୍ ଆସିବ। ଯଦି ସରଫେସ୍ ଏରିଆ କମିଲା ଆମେ କହିଛେ ବଏଲିଂ ପଏଣ୍ଟ କଣ ହବ? ଡିକ୍ରିଜ୍ କରିବ ନା ନାଇଁ? ହଁ କି ନା?
ବୁଝିପାରୁଛ? ଆଜ୍ଞା ତାହେଲେ ସେ ଦେଲା CH3 CH2 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 Br। ଏଠି କେତେ ବଏଲିଂ ପଏଣ୍ଟ? 372.6। ଏଠି କେତେ? 361.9 କମିଛି ଏଟା ନା ହଉଛି କମିନି? 345। ଆଜ୍ଞା ଏଠି କେତେ? 345। ବୁଝିପାରୁଛ? ଆଜ୍ଞା higher boiling point than the corresponding hydrocarbons। କାହିଁ କହିଲା ଏ କଥା? ସେ କହୁଛି ଭଲ ଆଲକେନ୍ ବଏଲିଂ ପଏଣ୍ଟ ଯାହା ହାଇଡ୍ରୋକାର୍ବନ ଜାଣିଛ କଣ? ପଢା ହେଇଥିଲା ଦଶମରେ। ଯୋଉ କାର CH4 CH3 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 CH2 CH3 ଇଥେନ୍ ଇଥେନ୍ ପ୍ରୋପେନ୍ they are hydrocarbons। Those molecules which contain hydrogen and carbon atom, this molecule is known as hydrocarbon। And in the CH4 or methane, only carbon and hydrogen only present, so CH4 is called as a hydrocarbon। ବୁଝିପାରୁଛ କଥା? ତ ଆମେ ଗୋଟେ ଏଇଟାକୁ କାଟିକି ଗୋଟେ CL ଟା ଲଗେଇଦେବୁ। ନାଇଁ ତାହେଲେ ଗୋଟେ CL ଲଗେଇଦେଲା ମାନେ ଏଇଟା କଣ ଥିଲା? ଏ କଥାଟା ଏଇଆ ଥିଲା CH3H। এটা ডেল্টা পজিটিভ হବ, এটা କଣ ନା ଡେଲ୍ଟା ନେଗେଟିଭ ହବ। ଆମେ କଣ ନବା ନା ଏଇଭଳିଆ ବିକରରେ ପୁଳାଏ ନେଇଛନ୍ତି। ଏଇଟା ବି ଡେଲ୍ଟା ନେଗେଟିଭ, ଏଇଟା ଡେଲ୍ଟା ପଜିଟିଭ। ତାହେଲେ ଦେଖ ଇଏ ଅଛି ପଜିଟିଭ, ଇଏ ଅଛି ନେଗେଟିଭ, ତ ଆଙ୍କ ଭିତରେ ଗୋଟେ ଇଣ୍ଟରାକ୍ସନ ଆସିବ। ଆଙ୍କ ଟିକେ ଭିତରେ ହେଲି ଗୋଟେ ଟିକେ ହେଲି ଇଣ୍ଟରାକ୍ସନ ଆସିବ। ଟିକେ ହେଲି। ହୁଁ ଯାଇଥିଲୁ ହେରି କୁଆଡେ କି? ହ୍ୟାଲୋ। ଆଜ୍ଞା ସାର୍ ଏଇନା କୁହନ୍ତୁ। ଦେଖ ଆମେ କଣ ନେଇଛନ୍ତି ନା CH3Cl ନେଲେ। CH3Cl କୁ ଆମେ ନେଇଛନ୍ତି ଗୋଟେ ବେକରେ ନେଇଛନ୍ତି, ପୁଳାଏ ମଲିକ୍ୟୁଲ ନେଇଛନ୍ତି। ଇଏ ମଧ୍ୟ CH3Cl, ଇଏ ବି CH3Cl। ଆମେ ଜାଣିଛନ୍ତି ଏଇଟା ଡେଲ୍ଟା ପଜିଟିଭ ହବ, ଏଇଟା ଡେଲ୍ଟା ନେଗେଟିଭ ହବ। ଏଇଟା ଡେଲ୍ଟା ପଜିଟିଭ ହବ, ଏଇଟା ଡେଲ୍ଟା ନେଗେଟିଭ ହବ। ଏଇଟା ଡେଲ୍ଟା ପଜିଟିଭ ହବ, ଏଇଟା ଡେଲ୍ଟା ନେଗେଟିଭ ହବ। ଏବଂ ୟା ଭିତରେ ବଣ୍ଡ ଅଛି। ବଟ୍ ଯେହେତୁ ଏ ପାର୍ସିଆଲ ପଜିଟିଭ ହଉଛି ଏବଂ ଇଏ ପାର୍ସିଆଲ ନେଗେଟିଭ ହଉଛି, ତେଣୁକରି ଆଙ୍କ ଭିତରେ ମଧ୍ୟ ଗୋଟେ ଇଣ୍ଟରାକ୍ସନ ଆସିବ। ଯୋଉ ଇଣ୍ଟରାକ୍ସନ ଆମେ କଣ କହୁଛେ ନା ଡାଇପୋଲ ଡାଇପୋଲ ଇଣ୍ଟରାକ୍ସନ। But there is no such interaction in hydrocarbon। କଣ ପାଇଁ? କାହିଁକି ନା ଏଇଟା ଗୋଟେ ନନପୋଲାର ସବଷ୍ଟାନ୍ସ। ସବଷ୍ଟାନ୍ସ ଟା ଯଦି ପୋଲାର ଆସିବ ତାହେଲେ ତାର ଡାଇପୋଲ କଥା ଆମେ ଚିନ୍ତା କରିବା। ଏବଂ ଡାଇପୋଲ ରୁ ଆସିବ ଡାଇପୋଲ ଡାଇପୋଲ ଇଣ୍ଟରାକ୍ସନ। ଯେହେତୁ CH4 ଏମିତି is a ହେଇପାରିବନି ଯେ ହାଇଡ୍ରୋଜେନ ଟା ହବ ପଜିଟିଭ CH3 ହବ ନେଗେଟିଭ। ହାଇଡ୍ରୋଜେନ ଟା ହବ ପଜିଟିଭ ପଜିଟିଭ। CH3 ଟା ହବ ତାପରେ ନେଗେଟିଭ। କେମିତି? ହାଇଡ୍ରୋଜେନ ର ବା କଣ କରେ ଇନଫ୍ଲୁଏନ୍ସ ଟା ଇଏ ବା ହଉଛି ସରୁ। ଇଏ ସରୁ ଏକରେ, ପୁଣି ଇଏ କେମିତି ଦବ ଇଲେକ୍ଟ୍ରନ? ଯଦି ହବ ତାହେଲେ ଆଉ ଗୋଟେ ସେମିତି ଆସିବ CH3, ପୁଣି ଇଏ ଯୋଉ ବଣ୍ଡ ଟା କରିବ ଇଏ ବହୁତ ଛୋଟ ହବ। ଏକରେ ନନପୋଲାର, ଦେଖ ଆମର ଜାଣିଛେ କଣ କୋଉ ସବଷ୍ଟାନ୍ସ ଟା ଗୋଟେ ଆଇଡିଆଲ ନୁହଁ। ଜାଣିଛେ ନା ନାଇଁ? ଆଜ୍ଞା।
ଯଦି ବି ଡେଲ୍ଟା ପଜିଟିଭ ଅଛି ଡେଲ୍ଟା ନେଗେଟିଭ ହଉଛି ବି ଡେଲ୍ଟା ପଜିଟିଭ ହଉଛି କଣ ବହୁତ କମ ପୁଣି ଏ ବଣ୍ଡ ଭିତରେ ଦେଖିବା ତାହେଲେ ଏଇଟା ବହୁତ ଷ୍ଟ୍ରଙ୍ଗ ହବ ଏଇଟା ହବ ୱିକ୍ ତେଣୁକରି ବଏଲିଂ ପଏଣ୍ଟ ଟା ୟାର ହବ ଅଧିକ ୟାର ହବ କମ। Haloalkanes ଆଜ୍ଞା are polar in nature, that is have strong van der Waals force of attraction, while hydrocarbons are non-polar in nature, there is no van der Waals force of attraction, that is dipole-dipole interaction ସେଠାରେ ନାହିଁ। ଯେହେତୁ ନାହିଁ ଏଠି ଗୋଟେ extra dipole-dipole interaction ଅଛି ତେଣୁକରି boiling point of haloalkane is greater than boiling point of hydrocarbons। chemical point ତ ଆମେ କହିଲେ कार्बन CH एटा पर डेल्टा पॉजिटिव एटा पर डेल्टा नेगेटिव हो कि ना ଆଜ୍ଞା এবং হাইব্রিডাইজেশন যদি এটা sp3 করছি বুঝছি তাহলে আর সেম হব টেট্রাহেড্রাল যেটা তোমার পড়া হয়েছে ফার্স্ট ইয়ারে আটমিক স্ট্রাকচারে পড়া হয়েছে টেট্রাহেড্রাল স্ট্রাকচার হবো বন্ড অ্যাঙ্গেল কেতে হবো না 109 তোমার এটা শর্ট কোশ্চেন করবে হ্যালো আলকেন র এই যে কার্বনটা কো হাইব্রিডেশন করছি না sp3 হাইব্রিডেশন করছি but in case of alkyl chloride और haloarine जो कार्बन का CCl बॉन्ड टा এটি CCl বন্ড টা sp3 করতলা বেলে এটি CCl বন্ড টা কোন করছে sp2 করছে এটা আমরা শর্ট কোশ্চেন यार से कोन टेट्राहेड्रल या ভিতরে বন্ড অ্যাঙ্গেল কেতে আছে না 109 ডিগ্রি टेट्राहेड्रल আছে তাহলে বন্ড অ্যাঙ্গেল 109 ডিগ্রি ଆଜ୍ଞା ସାର୍ ସେ କଲ୍ ଟା ପଳେଇ ଆଇଲା ତ ନେଟ୍ କଟିଗଲା। ଆଉ ଥରେ ଟିକେ କହିଦିଅନ୍ତୁ କେମିକାଲ ପ୍ରପର୍ଟି। C6 ଅଛି এটা sp3 বন্ড করছে এটি বেনজিন কেসে এটা sp2 করছে কারণ এটা ডবল বন্ডটা আছে জানি পাচ্ছ এই কথা ଆଜ୍ଞା এবং sp3 তার সাইজ ইয়ে কোন হবে সেট কোন হবে না টেট্রাহেড্রাল বন্ড অ্যাঙ্গেল হবে 109 ডিগ্রি এটা তো মনে রাখতে তো শর্ট কোশ্চেন ফার্স্ট ইয়ারে পড়া হয়েছে বুঝলো ଆଜ୍ଞା as the size of a halogen atom increases chlorine to iodine bond length with CH increases hence bond length is known as keep আমি কইছিলে sp2 ର ସେପ୍ ଟା କଣ ହବ? ହାଲୋ ଆରିନା ତ କେମିକାଲ ସବୁ କିଛି ପାବ sp2 ର ମଧ୍ୟ ହବ ପିରାମିଡାଲ ହବ ଦେଖିଦବ ଟିକେ ନା ପିରାମିଡାଲ ପିରାମିଡାଲ କେତେ କେମିତି ଟ୍ରାଆଙ୍ଗୁଲାର ବୋଧେ କଣ ହବ ଦେଖିଲେ ଦେଖ ଆମକୁ ଏଇଟାକୁ କ୍ଲିବେଜ କରିବାକୁ ସହଜ ହବ ନା ଏଇଟାକୁ କ୍ଲିବେଜ କରିବାକୁ ସହଜ ହବ ବଡଟାକୁ ଆଜ୍ଞା ସହଜ ହବ। ବଡଟା କ୍ଲିବେଜ କରିବାକୁ ଆମେ ଜାଣିଛେ ଫ୍ଲୋରିନ ର ସାଇଜ is less than chlorine chlorine then bromine then ତାପରେ iodine ବ୍ରୋମିନ୍ ତାପରେ ଆୟୋଡିନ ତାହେଲେ ଆଜ୍ଞା C bond I C bond Br C bond Cl C bond F ୟା ଭିତରେ ସବୁଠାରୁ ଲାର୍ଜ ବଣ୍ଡ କୋଉଟା ହବ ସି ବଣ୍ଡ ଆଇ ସି ବଣ୍ଡ ଆଇ କଥା ବୁଝିପାରୁଛ ତାହେଲେ ଆକୁ ଆମେ ଭାଙ୍ଗିବା ସହଜ ହବ ନା କଷ୍ଟ ହବ ସହଜ ହବ ତାହେଲେ କେମିକାଲ ପ୍ରପର୍ଟିଜ ଅଫ ସି ବଣ୍ଡ ଆଇ ଅର ରିଆକ୍ଟିଭିଟି ସି ବଣ୍ଡ ଆଇ ର କଣ ଅଧିକ ହବ ତାପରେ ଆସିବ ବ୍ରୋମିନ ର ତାପରେ ଆସିବ କ୍ଲୋରିନ ର ସବୁଠୁ କମ ଆସିବ ତାର କ୍ଲୋରିନ କ୍ଲୋରିନ ଆଜ୍ଞା ବୁଝିପାରୁଛ ଠିକ ଅଛି ବଟ ତମର ଏଠି ଗୋଟେ ଆଜ୍ଞା ରେଷ୍ଟ୍ରିକ୍ସନ ଆସିବ ସି ବଣ୍ଡ ଟା ଏଠିକି ଆସିବ ସି ସିଏଲ ଟା ଏଠିକି ଆସିବ ଏ କ୍ଲୋରିନ ଟା ହବ କଣ କହିଲ ଅଧିକ ରିଆକ୍ଟିଭିଟି ଜାଣିନେ କ୍ଲୋରିନ ପିରିୟଡିକ ଟେବୁଲ ରେ ପଢା ହେଇଥିବ
ସେ କଥାଟା କହିବି ବୁଝିହେଲା। ନାଇଁ ନାଇଁ ଏଇଟା ଠିକ୍ ଅଛି। ରିଆକ୍ଟିଭିଟିରେ ଏଇଟା ଭେରିଏସନ୍ କରିବି ଏଇଟା ଆଉ କେତେରେ କଣ କରିବ ଏଇଟା ଠିକ୍ ଅଛି ଏ ଅର୍ଡ଼ରଟା ଠିକ୍ ଅଛି। Hello, alkenes are highly reactive organic compounds due to presence of a polar C bond S bond which can be easily fused. Which can ଟିକେ be used. ଟିକେ ଆଉଥରେ କହିଲେ ଆପଣଙ୍କ ସାଉଣ୍ଡ ଟା କଟିଯାଇଛି। ବୋଲେ ଏଇଟା ଠିକ୍ ଅଛି C bond I is greater than CBr CCl CCl ଠିକ୍ ଅଛି ଏଇଟା। ଆଜ୍ଞା। ତାପରେ ଆସିଲା କଣ chemical reaction ବଢିଆ some important reactions of alkyl halides nucleophile substitution reaction elimination reaction reaction with metals ଠିକ୍ ଅଛି ପ୍ରିଣ୍ଟ କରିଦେବି ତାପର ଟା କଣ ଲେଖିନାହାନ୍ତି ନା ନାହିଁ ତାପରେ ଆଉ କୋଉଟା 4 ନମ୍ବର ଦେଇକି କୋଉଟା ଛାଡି ଆଁ 4 ନମ୍ବର ଦେଇକି ଛାଡି ଦେଇଛନ୍ତି। 4 ନମ୍ବର ନାହିଁ ଟିକେ ରହିଥାଅ।
हेलो हेलो आगे सर हाँ nucleus of fission reaction है ना in case of reaction the halogen atom of alkyl halide is replaced by the stronger nucleus जो हम तो C बॉन्ड Cl ଗୋଟେ strong nucleophile ଟା ଆସିବ strong nucleophile ମନେକର କେଉ ତ OH ମାଇନସ୍ ଠିକ ଅଛି ତାହେଲେ ଇଏ ଆସିବ ଯୋଉ aqua attack କରିବ ଇଏ Cl ମାଇନସ୍ ଟା କଣ କରିବ ତାପରେ କଣ ବଣ୍ଡ ସଲ୍ୟୁସନ କରିବ C ବଣ୍ଡ in case of reaction the halogen atom of alkyl halide the halogen of atom alkyl halide ro is replaced by a strong nucleophile a strong nucleophile is replaced by the reaction comes where and nucleophile ସେଟା ଆଲକୋହଲ ଫର୍ମେସନ କଲେ ହଉଛି ହ୍ୟାଲୋ हाँ ସେଟା ଆଲକୋହଲ ଫର୍ମେସନ କଲେ ହଉଛି बस ଯାହା ବନାଉ ଆମ ନ୍ୟୁକ୍ଲିଓଫାଇଲ ଟା OH ମାଇନସ୍ ରେ ଯାଏ ଯଦି ଆମେ ସିଆନାଇଡ୍ ନବା SN ମାଇନସ୍ ନବା ତାହେଲେ ଅଲଗା କଥା ଆଜ୍ଞା ଏଇଟା ଗୋଟେ ନ୍ୟୁକ୍ଲିଓଫାଇଲ when a nucleophile is stronger than halide तो ये OH माइनस ଟା stronger है କାଠାରୁ ନା Cl ଠାରୁ ତାପରେ ଯାଇକି ରିଆକ୍ସନ ଟା ପସିବଲ ହବ ଅଦରୱାଇଜ ପସିବଲ ହବ ନାହିଁ ନାଇଁ when a nucleophile is stronger than halide ion approach to positive charge carbon atom of alkyl halide the halogen atom along with a pair of electron get displaced ତାହେଲେ ଇଏ ଯୋଉ ଡିସପ୍ଲେସ ହବ କେମିତି ଡିସପ୍ଲେସ ହବ ନା ଇଏ ଯୋଉ ଇଲେକ୍ଟ୍ରନ ଟା ସେୟାର କରୁଥିଲା ସେଇ ଇଲେକ୍ଟ୍ରନ ଟାକୁ ସେ ନେଇକି ଭିତରେ ପଳେଇବ ବୁଝିପାରୁଛ ଏକାଥରେ ମାନେ କ୍ଲିଭେଜ ହବ ୟା ପାଖକୁ ଗୋଟେ ଇଲେକ୍ଟ୍ରନ ଆସିବ ୟା ପାଖକୁ ଗୋଟେ ଇଲେକ୍ଟ୍ରନ ଆସିବ ତାହେଲେ ଏଇ ଯୋଉ ଆଜ୍ଞା ଇଲେକ୍ଟ୍ରନ ଟା ସେୟାର କରିବାର ଭାଗ ନେଇଥିଲା ସେ ତାର ସେଲ୍ ଟାକୁ ନେଇକି ସେଲ୍ ଗୋଟେ ଇଲେକ୍ଟ୍ରନ ନେଇକି ପଳେଇଲା OH ମାଇନସ୍ ଆସିଲା in this reaction halogen atom is called a leaving group which departs as a halide ion जोटा कि बाकी होते Cl माइनस आकाରରେ ଏଟା ଆମେ କଣ କହୁଛନ୍ତି ନା ଲିଭିଂ ଗ୍ରୁପ ଆଉ ଆରଟା ସେଟା ଆଡ ହେଲା ସେଟା ହଉଛି ନ୍ୟୁକ୍ଲିଓଫାଇଲ ଗ୍ରୁପ nucleophile ବୋଲି କହିବା ହେଲା there are two types of nucleophile which participate in substitution reaction ଗୋଟେ ହେଲା negative nucleophile ଆଉ ଗୋଟେ ହେଲା neutral nucleophile negative nucleophile ମାନେ କଣ ଦୁଇ nucleophile ର ଚାର୍ଜ ହଉଛି ନେଗେଟିଭ ତାକୁ ଆମେ କହିବା ନେଗେଟିଭ nucleophile neutral nucleophile କଣ ନା ଯାହାର ଚାର୍ଜ ରହିଥିବ ସେମ୍ କିନ୍ତୁ ତାର ଗୋଟେ ଲୋ ସ୍କ୍ୱାର ଥିବ ସେଟା ନାମ କରୁଛି NH3 କଣ କରୁଛେ କିଛି ମାନେ ଆଉ ଯାହାର ଚାର୍ଜ ନଥିବ ଚାର୍ଜ ନଥିବ ବଟ ଲୋ ସ୍କ୍ୱାର ଟା ଥିବ NH3 ଆଜ୍ଞା ସୋडिୟମ ର ପାଞ୍ଚଟା ଇଲେକ୍ଟ୍ରନ ଗୋଟେ ହାଇଡ୍ରୋଜେନ ଆଉ ଗୋଟେ ହାଇଡ୍ରୋଜେନ ଆଉ ଗୋଟେ ହାଇଡ୍ରୋଜେନ ତାର ଦିଟା ଇଲେକ୍ଟ୍ରନ ଆଉ କଣ ହଉଛି ବଳି ପଡୁଛି ତାହେଲେ ସେ ଦିଟା ଇଲେକ୍ଟ୍ରନ ସେ କଣ କରିପାରିବ ନା ଡୋନେଟ କରିପାରିବ this kind of nucleophile is known as nucleophile there is ROH RNS2 ROR which are neutral nucleophile while negative nucleophile as nucleophiles are OH minus, Ca minus, RO minus, RCC, RCW minus, SH minus, ଆମେ ପଢିବା reaction ବୁଝିପାରିଛୁ reaction ଟା କୋଷାଲ ତାହେଲେ କିଏ reaction କରିବ ନା alkyl ନୋଟ ଗୁଡା halide କିଛି କହିଲେନି ଯେ ନୋଟ ଟା କଣ ଲେଖି ସେ ଦରକାର ନାହିଁ ତ ଏକ୍ସଟ୍ରା ଲେଖା ଅଛି ତା ସାଇଡରେ I ଡବଲ I ଏକ୍ସଟ୍ରା କେବଳ ଥାର୍ଡ ପଏଣ୍ଟ ହିଁ କହିବି ଠିକ ଅଛି କହିଦେଇଛନ୍ତି ଟିକେ ସେ ମୁଁ ବି ଜାଣିନି ସେ କଣ ଥାଏ ବେସିସିଟି ଅର୍ଡର ଅଫ ବେସିସିଟି ଜାଣିଛ କି କଣ
ତାର ଅଲଗା କନସେପ୍ଟ ଅଛି ମୁଁ ଜାଣିନି। ଏସିସିଟି ନ୍ୟୁକ୍ଲିଓଫିଲିସିଟି। ନ୍ୟୁକ୍ଲିଓଫିଲିସିଟି ତ I ମାଇନସ୍ ର ଅଧିକ ହବ କାହିଁକି ନା ତାର ମଲିକ୍ୟୁଲାର ମାସ୍ ଟା ଅଧିକ। ବ୍ରୋମିନ୍ ତାପରେ ରହିବ କ୍ଲୋରିନ୍ ତାପରେ ଫ୍ଲୋରିନ୍। ବଟ୍ ଏସିସିଟି କଣ ଜାଣିଛ କି? ନା। କ୍ଲୋରିନ୍ ର କାହିଁକି ଏସିସିଟି ଅଧିକ ସେଟା ବି ମୁଁ ଜାଣିନି। ରିଆକ୍ସନ ହଉଛି ଆକ୍ୱସ୍ ଆଲକାଲି ର। ଆକ୍ୱସ୍ ଆଲକାଲି NaOH ଜାଣିପାରୁଛ? ଆଜ୍ଞା। ଇଏ କାହା ସହିତ ରିଆକ୍ସନ କରିବ ନା ଆଲକାଇଲ୍ ହାଲାଇଡ୍ ସହିତ ରିଆକ୍ସନ କରିବ। ତମ ଏଠି କଣ କହିବାକୁ ପଡିବ ନା କିଛି କଣ ଏଇଠି ଆମକୁ ଦବାକୁ ପଡିବ। ସେ କେତେ କହିଲା when halogens heated with aqueous alkali heated or moist Ag2O aqueous alkali ଦେଲେ ହବ କିମ୍ବା ଆଉ କଣ ଦେଲେ ହବ ନା Ag2O ଦେଲେ ମଧ୍ୟ ହବ। କଣ ନେଇ ବାହାର କରିବ ROH plus NH। ବୁଝିପାରିଲ OH ମାଇନସ କଲା H ଟାକୁ ରିପ୍ଲେସ କଲା NaX ସୋଡିୟମ OH ମାଇନସ ଟା ଗଲା H ଟାକୁ କଣ କଲା ରିପ୍ଲେସ କରିକି OH ମାଇନସ। ଆଉ ଏଜିଷ୍ଟରେ କିଛି କାଇଁ ରିଆକ୍ସନ ଦେଖେଇନି କୋଉଟା Ag2O Ag2O ନେଲେ Ag2O ମଧ୍ୟ ମୋଏଷ୍ଟ Ag2O ପ୍ଲସ ୱାଟର ଥ୍ରୋ ହବ। ରିଆକ୍ସନ କଲେ ମଧ୍ୟ ସେଇଆ ହବ ମୋଏଷ୍ଟ Ag2O। ସ୍କ୍ରିନରେ କଣ ସେଇଥିରେ ଦେଖୁଛ AgX ବାହାରିବ। ୱାର୍ଡ ହେଲ୍ପ କଣ ଦେଖଉଛି ହ୍ୟାଲୋ ସ୍କ୍ରିନରେ? ହଁ। କୁଆଡେ? ନାଇଁ ନାଇଁ ଆସିଲା ମୋଏଷ୍ଟ ନବ ମୋଏଷ୍ଟ Ag2O ନେଲେ ମଧ୍ୟ ଏଇ ପ୍ରଡକ୍ଟ ଆଲକୋହଲ ହବ। ହେଲା ଗୋଟେ ଏକ୍ସାମ୍ପଲ ଅଛି ଆଜ୍ଞା C2H5 Br plus NaOH gives the product C2H5 OH plus NaOH। ଯେତେବେଳେ ତମର ଏକ୍ସାମରେ ପଡିବ ଫାଷ୍ଟ ଲେଖିବ କୋଉଥିରେ ୱାର୍ଡରେ ଲେଖିବ ଯେମିତି ଏଥିରେ ଲେଖା ହେଇଛି ଖାତାରେ। when halogen heated with aqueous alkali KOH or NaOH to form alcohol ଏଇଭଳିଆ ଲେଖିଲେ ତମର ଯୋଉ ଏକ୍ସାମ ଯିଏ ଖାତା ଦେଖିବ ସେ ମାନେ ବାଟ ପାଇବନି କି ମାର୍କ କାଟିବାର। ତମେ ଏମିତି ସିଧା ଲେଖିଦବ ତାହେଲେ ଏକ ମାର୍କ ଦେଇ ଛାଡିଦବ। ଏକ ଏମିତି ଆଉ ଏକ କୁଆଡେ ଗଲା ଆସିକି ଲେଖିନି ୱାର୍ଡରେ ବୁଝିଲ ତ? ଏବଂ ଆଜ୍ଞା ସବୁ ତଳେ ନାଁ ଲେଖିବ ଏଇଟା ହେଲା ନାଁ କଣ ବ୍ରୋମୋ ଇଥେନ୍। ଖାତାରେ କେମିତି ଖାତାରେ ଯେମିତି ଲେଖା ହେଇଛି ସେମିତି ପୁରା ଲେଖିବ। ୟା ନାଁ ହେଲା କଣ ନା ଇଥାନଲ। ତାପରେ ଆସିଲା ରିଆକ୍ସନ ଅଛି ସୋଡିୟମ ଆଲକୋହଲ। ସୋଡିୟମ ଇପୋକ୍ସାଇଡ୍ ର ଫର୍ମୁଲା ହେଲା ଆଲକକ୍ସାଇଡ୍ କଣ RO RONA କିଏ ରିଆକ୍ସନ କରିବ R ବଣ୍ଡ X ରିଆକ୍ସନ କରିବ କାହା ସହିତ R O NA ସହିତ ନାଇଁ NH କଣ ନା ପ୍ଲସ RO ଟା କଣ ନା ମାଇନସ ଏଇଟା ମାଇନସ ହେଲା ମାଇନସ ଏଇଟା ହେଲା ପ୍ଲସ ଏଠି କାହା ପାଖକୁ ଯିବ ଏଇଟା ଯିବ ଏଇଠି କାହିଁକି NaX ପ୍ଲସ ଏଇଟା R ପ୍ରାଇମ ହେଇଯାଉ କାହିଁକି ନା ଗୋଟେ R ନେଇଛନ୍ତି ଦିଟାକ ଅଲଗା ମଧ୍ୟ R O R ପ୍ରାଇମ ଏକ୍ସାମ୍ପଲ ନବା CH3 CL ପ୍ଲସ CH3O NA ରିଆକ୍ସନ କରିଲା ପରେ କଣ ବାହାରିବ ନା CH3O CH3 ଏଥର ବାହାରିବ when an alkyl halide is treated with the sodium hydroxide ether is formed. This reaction is known as Williamson reaction. ମନେ ରଖିବ ଏଇଟା ହଉଛି କଣ ନା Williamson reaction। reaction ୟା ନାଁ ହେଲା କଣ ନା କ୍ଲୋରୋ ମିଥେନ୍ ମିଥେନ୍ ୟା ନାଁ କଣ ନା ଡାଇ ମିଥାଇଲ୍। ବୁଝିପାରୁଛ ପରେ ସିମ୍ପଲି ଏତିକି ନହେଲେ କଣ ଇଥର ଇଥର ଡାଇ ଗୋଟେ ଏଇଟା ଇଥର ବି ତ ଲେଖି ହବ। ଡାଇଥର
न्यूक्लियोफाइल के की जगह করছি আমার আর সিএল নেই আরো মাইনাস তারপর আসলে রিঅ্যাকশন টু HCl পরে স্লাইড আসছে আজ্ঞা এই বাকি পরে স্লাইড শুরু আজ্ঞা বুঝতে আর এক্সেস Yes. হলে R bond X plus HCl কেসিএন এই কম্পোরা তো cyanide R কে bond এটা C প্ଲস ହେଇଯିବ ପାର୍ସିଆଲ ପଜିଟିଭ କେ ଉପରେ ସିଏନ ଉପରେ ପାର୍ସିଆଲ ନେଗେଟିଭ ତ କେ ଟା ଏକ୍ସ କୁ ନେଇକି ପଳେଇବ ସିଏନ ଟା ଆର ସହିତ ଗଲା HCl ଲାଗିଲା ঠিক আছে এই যে আমরা CH3I plus K CN বড় আমরা CH3CN plus KI କେତେଟା କାର୍ବନ ଅଛନ୍ତି ଦିଟା ନା ତାହେଲେ କଣ ହେଇଥିବ ମିଥାଇଲି ସିଆନାଇଡ୍ ଘର ଇଥାନଏଡ୍ ଦିଟା ଯେହେତୁ କାର୍ବନ ଅଛନ୍ତି ଇଥରେ ବି ଗୋଟେ ନାଁ କଣ ନା ଖାଲି ଇଥେନ ନା ନାଇଟ୍ରୋ ଇଥେନ ନାଇଟ୍ରାଇଟ ଇଥାନାଇଟ୍ରାଇଟ୍ ଯେମିତି କଣ ତମର ଏନସିଆଇଟି ବୁକ୍ ଅଛି ଇଥାନାଇଡ ବୋଧେ ଇଥାନାଇଡ୍ ଆଜ୍ଞା ଏନସିଆଇଟି ବୁକ୍ ଅଛି ଆଜ୍ଞା ଏନସିଆଇଟି ବୁକ୍ ର ଫାଷ୍ଟ ରୁ ଆମେ କଣ ପଢେଇଲେ ନା ପ୍ରିପାରେସନ ପଢେଇଲେ ଆଜ୍ଞା ପ୍ରିପାରେସନ ପରେ ନ୍ୟୁକ୍ଲିୟୋଫିଲିକ ସବଷ୍ଟିଟ୍ୟୁସନ ଫିଜିକାଲ ପ୍ରପର୍ଟିଜ ପଢେଇଲେ ବର୍ତ୍ତମାନ ରିଆକ୍ସନ କରୁଛନ୍ତି କେମିକାଲ ରିଆକ୍ସନ ଯାହା ପଢେଇକି ସେଇ ଜାଗାର ଯେତେ ସବୁ ଏକ୍ସାମ୍ପଲ ଅଛି ଫାଷ୍ଟ ରୁ ସବୁ ଯାକ ପଢିବ ତ କରିବ ଆଜ୍ଞା ତାପରେ ଆସିଲେ ଏଚଜିସି ସେଇ ଆମେ CH3I ନବା ଓଲଟି ଯିବ HCl ସବଷ୍ଟେଟ୍ କରିବ ଓଲଟିଯିବ କାଇଁ ଓଲଟିବ ନା ଏଥିରେ ଆଇସୋସ ଚାର୍ଜ ଟା ଯୋଉ ଆସିବ ନାଇଟ୍ରୋଜେନ ଉପରେ ଆସିବ ଏଥିରେ କାର୍ବନ ଉପରେ ଚାର୍ଜ ଆସିବ ଏଇ ଯୋଉ K ଆଉ CN K ପ୍ଲସ CN ମାଇନସ ଏଠି ଆୟନିକ ବଣ୍ଡ ଏଇଟା କୋଭାଲେଣ୍ଟ ବଣ୍ଡ ଆର ଯଦି ଆମେ ଷ୍ଟ୍ରକ୍ଚର ଦେଖିବା ତାହେଲେ AG ବଣ୍ଡ C ଟା ବଣ୍ଡ N ତାହେଲେ ୟାକୁ ଭିତରୁ କିଏ ରିଆକ୍ସନ କରିବ ନା କହୁଛି ଆର ଲୋନ ପେୟାର ଅଛି ଲୋନ ଏନ୍ ଟା ପେୟାର ନାଇଟ୍ରୋଜେନ ଅଛି ତେଣୁକରି ଏଇଟା କଣ ହେଲା ନା NCl ବୁଝିପାରୁଛ ଆଜ୍ଞା ତାହେଲେ ନା କଣ ହେଲା ନା ମିଥାଇଲି ଆଇସୋସାଇନାଇଡ୍ ହେଲା ଏଠି ନ୍ୟୁକ୍ଲିଓଫାଇଲ କିଏ ନା AgCN ମାଇନସ ଟୋଟାଲ ଟା ନ୍ୟୁକ୍ଲିଓଫାଇଲ ଏଇ ଟୋଟାଲ ଟା ହେଲା କଣ ନ୍ୟୁକ୍ଲିଓଫାଇଲ ଆଜ୍ଞା ଲେଖା ହେଇଛି ଏଠୁ ଭଲସେ ପଢିବ ଠିକ ଅଛି ରେଜୋନାନ୍ସ କରାହେଇଛି ଆଜ୍ଞା ତମର ଆସିବ ଆମ୍ବିଡେଣ୍ଟ ନ୍ୟୁକ୍ଲିଓଫାଇଲ କାହାକୁ କୁହାଯାଏ ତାକୁ ପଢିବ ନିଜେ ଠିକ ଅଛି ଆଜ୍ଞା ଏଟା ଦି ମାର୍କିଆ ଭେରି ଭେରି ଇମ୍ପୋର୍ଟାଣ୍ଟ ଆଁ ନା ପାଇଲି ପାଇଲି ତାପରେ ରିଆକ୍ସନ KNO2 potassium nitroxide ରିଆକ୍ସନ ହଉଛି KNO potassium nitroxide କିଛି R bond X plus K NO2 NO2 ରିଆକ୍ସନ କରି କଣ ଦବା ଆମକୁ R bond O N double bond O plus
ଦେଖିଛୁ କୋଉଟା ଏଟା ଆଇଓନିକ୍ ଇନ୍ ନେଚର ବୁଝିପାରୁଛ। ତାର ଭଏସ ଟା କ୍ଲିୟର ଆସୁନି। ଟିକେ ମାନେ ଜୋର ସେ କୁହନ୍ତୁ। The bond between K O is ionic and therefore charge on oxygen will be attached on attaching side. ଏଠି କଣ ଅଛି ନା K ପ୍ଲସ NO2 ମାଇନସ ଟୁ ହଁ କି ନା ମାଇନସ ପୁଣି ଆଜ୍ଞା NO2 ମାଇନସ ଷ୍ଟ୍ରକ୍ଚର ଯଦି ଦେଖିବା କେମିତି ହବ N ଡବଲ ବଣ୍ଡ ହଉ ସିଙ୍ଗଲ ବଣ୍ଡ ହଉ କାହିଁକି ନା ନାଇଟ୍ରୋଜେନ ମ୍ୟାକ୍ସିମମ୍ କେତେଟା ବଣ୍ଡ କରିବ ତିନିଟା ବଣ୍ଡ କରିବ ତିନିଟା ଦିଟା ୟା ଉପରେ ଗୋଟେ ନେଗେଟିଭ ଚାର୍ଜ ରହିଗଲା ତାହେଲେ ଏଇ ଗୋଟେ ଦିଟା ଆଟାକ୍ କରିବ ଏଠି ଏଇଟା ପରକୁ ଏଇଟା ସରି ସରି ଆମେ ଆର NO2 ଷ୍ଟ୍ରକ୍ଚର କଲେ କଣ କହିଲ ଆର ବଣ୍ଡ N ଡବଲ ବଣ୍ଡ ହଉ ବଣ୍ଡ ହଉ ଏଇ କଥା ବୁଝିପାରିଲ। ଆଜ୍ଞା। ତାପରେ ଆସିଲା କା ସହିତ ସେଇ ଆର ଏକ୍ସ ଜିଓ ଏଇଟା କୋଉ ନେଚର କୋଭାଲେଣ୍ଟ ନେଚର ଠିକ ଅଛି କୋଭାଲେଣ୍ଟ ଦେଇ କଣ କରିବ ଆର ବଣ୍ଡ NO2 ପ୍ଲସ ଯୋଉଟା ଆମେ ଦେଖଉଥିଲେ। in AgNO2 the bond Ag bond O is covalent and therefore the nucleophile attack occurs through lone pair. ये lone pair ये याद रहा है कौन सा attack नाम का ही है बुझपाइल यार ना कौन ଆଜ୍ଞା यार ना कौन alkyl ଆଲକାଇଲ୍ nitrate ନାଇଟ୍ରାଇଟ୍ यार ना कौन ନାଇଟ୍ରୋଆଲକିନ୍ RNO2 ର ଷ୍ଟ୍ରକ୍ଚର ଟା କହିଲେ RNO2 ର ଷ୍ଟ୍ରକ୍ଚର ଟା ଟିକେ କରିଦେଲେ। ଏଇଟା ତ ଅନଷ୍ଟେବଲ ହେଇଯାଉଛି ଅକ୍ସିଜେନ ଦିଟାଙ୍କରେ ତ ଇଏ ରହିଯାଉଛି ଚାର୍ଜ ନେଗେଟିଭ ନେଗେଟିଭ ହ୍ୟାଲୋ ତାର ଏଥିରେ ଦିଟାଙ୍କରେ ଚାର୍ଜ ରହିଯାଉଛି ଅକ୍ସିଜେନ ସେଟା ଷ୍ଟେବଲ କମ୍ପାଉଣ୍ଡ ନୁହେଁ ତାହେଲେ ଏଭଳି ରିଆକ୍ସନ କମ୍ପାଉଣ୍ଡ ରେ ବାହାରିବନି। ଇନକମ୍ ଏମିତି ହେଲେ ଦିଟାଙ୍କରେ ଚାର୍ଜ ରହିଯାଉଛି। ଷ୍ଟ୍ରକ୍ଚର ଅନେକ ଚାର୍ଜ ତ ରହିବନି ହୁଁ ଚାର୍ଜ ତ ରହିବନି ରହିବ ନାଇଟ୍ରୋଜେନ ଯେତେବେଳେ ତିନିଟା ବଣ୍ଡ କରିବ ସେତେବେଳେ କିଛି ରହିବନି ବଟ ଯେତେବେଳେ ନାଇଟ୍ରୋଜେନ ଚାରିଟା ବଣ୍ଡ କରିବ ତାହେଲେ ତା ପାଖରେ ଗୋଟେ ପଜିଟିଭ ଚାର୍ଜ ରହିବ କାହିଁ ପଜିଟିଭ ଚାର୍ଜ ରହୁଛି ନା ନାଇଟ୍ରୋଜେନ କେତେଟା ଇଲେକ୍ଟ୍ରନ ଅଛନ୍ତି ପାଞ୍ଚଟା ଇଲେକ୍ଟ୍ରନ ଅଛନ୍ତି ଠିକ ଅଛି ପାଞ୍ଚଟା ଇଲେକ୍ଟ୍ରନ ବର୍ତ୍ତମାନ ଏଇ ତିନିଟା ଇଲେକ୍ଟ୍ରନ କଣ କରିବ ନା କୋଭାଲେଣ୍ଟ ବଣ୍ଡ କରିବ ବଟ ଏଥିରୁ ଗୋଟେ ଇଲେକ୍ଟ୍ରନ କଣ କରିବ ନା ସେଟାକୁ ଦେଇଦବ ଯେହେତୁ ଗୋଟେ ଇଲେକ୍ଟ୍ରନ ଦଉଛି ତେଣୁକରି ତାକୁ ପଜିଟିଭ ଚାର୍ଜ ଦବ ଇଏ ଗୋଟେ ଇଲେକ୍ଟ୍ରନ ଦବ ଆଉ ଗୋଟେ ଆଟମ ପୁଣି ତାରି ସହିତ ବଣ୍ଡ କରିବ ତାର ଷ୍ଟ୍ରକ୍ଚର ଟା ଏଇଭଳିଆ ହବ RNO2 ର ଷ୍ଟ୍ରକ୍ଚର ଟା ଏଇଭଳିଆ ହବ ଆଜ୍ଞା ଦେଖିନ ଏଇଟା ଟିକେ ନା ଭୁଲ ଅଛି ମାରିକି ଟିକେ ଚେକ୍ କରିଦବ ଆଜ୍ଞା ହେଲା ମୁଁ କହିଲି ମାରିକି ଟିକେ ଚେକ୍ କରିଦବ ଭୁଲରେ ଆଜ୍ଞା ତାପରେ ଆସିଲା ରିଆକ୍ସନ ହଉଛି NH3 ପ୍ରିପାରେସନ ଅଫ ଆମିନ ଏଇଟା ପଢୁଛେ ବର୍ତ୍ତମାନ ପ୍ରିପାରେସନ ଅଫ ଆମିନ ପୁଣି ଆମିନ ଚାପ୍ଟର ଏଇ କ୍ୱେଶ୍ଚିନ ରିପିଟ ହବ ବୁଝିପାରୁଛ ନା ନାଇଁ ଆଲକାଇଲ ଆଜ୍ଞା ହାଲାଇଡ ରିଆକ୍ସନ କରୁଛେ ସେଥିରେ ଆମିନର ପ୍ରିପାରେସନ ହବ R ବଣ୍ଡ X ସହିତ କଣ ନବା ଆମେ
ନା NH NH3 H NH2 ଲେଖିଦିଅ। ଏଇଟା ହବ ମାଇନସ୍ ଏଇଟା ହବ ପ୍ଲସ୍ ହେଲେ ଏଇଟା ଦିଟା ଆଟାକ୍ କରିବ। ଆଟାକ୍ କଲେ ଆମ ପ୍ରଡକ୍ଟ କଣ ବାହାରିବ? ଆର ବଣ୍ଡ NH2 ବାହାରିବ। ପୁଣି ତାକୁ ଯେତେବେଳେ ଆମେ ଇଥାନୋଇକ ମିଡିୟମର ସଲ୍ୟୁସନ ଆଣିବା ଠିକ୍ ଅଛି ତ ବାଇ ପ୍ରଡକ୍ଟ କଣ ବାହାରିବ HX ବାହାରିବ। ଯଦି ଆମେ ଏଇପଟେ ଲେଖିବା ତାହେଲେ ଇଥାନୋଇକ ଏଇଟା ସଲ୍ୟୁସନ କୋଉଟା? କୋଉଟା? ଇଥାନୋଇକ ସଲ୍ୟୁସନ କୋଉଟା ତା ଫର୍ମୁଲା କଣ? ଇଥାନୋଇକ ସଲ୍ୟୁସନର ତା ପ୍ରେଜେନ୍ସରେ ଏଇଟା ଘଟିବ। ଆଲକାଇଲ୍ ହାଲାଇଡ୍ସ ମାନେ ହିଟିଂ ଉଇଥ୍ ଇଥାନୋଇକ ଆମୋନିଆ ଇଥାନୋଲିକ ଆମୋନିଆ ଇଥାନୋଲିକ ଆମୋନିଆ ଅଣ୍ଡର ପ୍ରେସର gives a mixture of primary amine, secondary amine, tertiary amine and quaternary acid. ये ହେଲା କଣ ନା ପ୍ରାଇମେରୀ ଆମିନ୍। ଆମର ଆମିନ୍ କେତେ ପ୍ରକାର ବନାହବ? ତିନି ପ୍ରକାର ଆମିନ୍ ଚାପ୍ଟର। RNH2 ହେଲା ପ୍ରାଇମେରୀ ଆମିନ୍। R ବଣ୍ଡ NH ବଣ୍ଡ ଇଏ ହେଲା R2 ଏନ୍ ତିନିଟା ଲାଗିଲେ ଏଇଟା କଣ ଟର୍ସିୟରୀ ଆମିନ୍। ଟର୍ସେରୀ ଆମିନ୍ ଏଇଟା ହେଲା ମାନେ ଯେମିତି ଦିଟା ଆମର କାର୍ବନ ଆଉ କ୍ଲୋରିନ ଭିତରେ ଥିଲା। ତ ଇଥାଇଲ କ୍ଲୋରାଇଡ କ୍ଲୋରୋଫର୍ମ ଟେଟ୍ରା କ୍ଲୋରାଇଡ କାର୍ବନ ଇଥାନୋଲିକ ସଲ୍ୟୁସନଟା ହେଲା NH3। ଆଜ୍ଞା। ଏଇଟା ହେଲା ଇଥାନୋଲିକ ସଲ୍ୟୁସନ। ଏଇ ରିଆକ୍ସନ ଥିଲା ଏଇଟା। ପୁଣି ଆମେ ଏଗେନ୍ କଣ ଦବା ନା ଗୋଟେ ଆଉ ଗୋଟେ ଆଲକାଇଲ୍ ଗ୍ରୁପ୍ ଦବା। ଠିକ୍ ଅଛି। ଆର ବଣ୍ଡ H ଦବା। ଆର ବଣ୍ଡ H ଦେଲେ କଣ ହବ? ନାଇଟ୍ରୋ ଆଉ ଗୋଟେ ହାଇଡ୍ରୋଜେନ ଘଟିବ। ଆଉ ଗୋଟେ ହାଇଡ୍ରୋଜେନ ଘଟିଲେ ପ୍ରଡକ୍ଟ କଣ ଦବ ଫାଷ୍ଟ? ଆର ବଣ୍ଡ NH ବଣ୍ଡ R ଦବ। ବୁଝିପାରୁଛ? ପୁଣି ମାଇନସ୍ HH ବୁଝିପାରୁନ? ଆଜ୍ଞା। ଏ ତ R3N ତାପରେ ଏଇଟା 1D ହେଇଗଲା। ପୁଣି ଆମେ ତାକୁ କଣ ଦବା ନା R ବଣ୍ଡ H ଦବା। ଆର ବଣ୍ଡ H ଦେଲେ କଣ ଦବ ସେମ୍ ପ୍ରଡକ୍ଟ? ଆର ବଣ୍ଡ R2NH H ବଣ୍ଡ R ପ୍ଲସ୍ HH ଦବ। ପୁଣି ୟାକୁ ଆଉଥରେ ଦବା କଣ ନା R ବଣ୍ଡ H ପୁଣି ଆଉଥରେ ଦେଲେ କଣ ଦବ ତ R ବଣ୍ଡ N ବଣ୍ଡ R ବଣ୍ଡ R ପ୍ଲସ୍ HX ନାଇଁ RX ଦିଆହଉଛି HX ଟା ବାହାରୁଛି। ବାହାରୁଛି ହଁ ପ୍ରଡକ୍ଟ ଲେଖିବ। ଏଟା ଏପଟେ ଲେଖିଲେ ଆଜ୍ଞା ପ୍ଲସ୍ ଲେଖ ଏଠି ଲେଖ ମାଇନସ୍ HX ଲେଖ ତମ ଉପରେ। ତ ଏତିକିରେ ତ ତାହେଲେ ରହିଯିବ କାରଣ ଟର୍ସିୟରୀ ଆମିନ୍ ଆମର ବାହାରି ଯାଇଛି। ତାପରେ ପୁଣି ଆଉଥରେ ଆମେ ଦେଲେ ପୁଣି ଆଉଥରେ ଦେଲା ପରେ ପୁଣି ଆଉ ଗୋଟେ କଣ ବାହାରିବ? ଆଉଥରେ କେମିତି ଦିଆହବ ଟର୍ସିୟରୀ ଆମିନ୍ ପର୍ଯ୍ୟନ୍ତ ଥିଲା ପା? ନାଇଟ୍ରୋଜେନ କେତେଟା ବଣ୍ଡ କରିପାରିବ? ଚାରିଟା ବଣ୍ଡ କରିପାରିବ। ପଜିଟିଭ ଚାର୍ଜ ନାଇଟ୍ରୋଜେନ ଚାରିଟା ବଣ୍ଡ କରିଦବ ଯେ ହେଲେ ଚାରିଟା ବଣ୍ଡ ବେଳକୁ ତାର ଚାର୍ଜ ପଳେଇ ଆସିବ। ହୁଁ ଚାର୍ଜ ଆସିବ ଆଉ। ହେଲା ୟାର ନାଁ କଣ? ନା କ୍ୱାଟରନାରୀ ସଲ୍ଟ ତମର ଯୋଉଟା ପଢ଼ିଥିବ କୋଅର୍ଡିନେସନ ବାଉଣ୍ଡ୍ରି ଏଇଟା ଆସିବ। ସେ ସଲ୍ଟ ନାଁ କଣ? କ୍ୱାଟରନାରୀ ସଲ୍ଟ। ତାପରେ ତମେ ଏମିତି ଲେଖିପାରିବ କିମ୍ବା ଏମିତି ମଧ୍ୟ ଲେଖିପାରିବ। ଏକ୍ସାମ୍ପଲ ଗୋଟେ ଦେଖିଦବ। ଆଜ୍ଞା ଦେଖୁଛି ତ। ଏକ୍ସ ମାଇନସ୍ ରହିବ। ଏଇଟା ପ୍ଲସ୍ ଏକ୍ସ ମାଇନସ୍ ଏଇଟା କୋordinate କମ୍ପାଉଣ୍ଡ ହେଇଗଲା ନା। ଠିକ ଅଛି ଭିତର ଟା ଭାଙ୍ଗିବନି ହେଲେ ଏକ୍ସ ମାଇନସ ଟା ପଳେଇବ ୱାଟର ଦେଲା ମାନେ। ହଁ ତାହେଲେ ଏଠି ନିକ୍ଲିଓଫାଇଲ୍ କିଏ ହେଇଛି? ଏଇଠି ହେଲା ନିକ୍ଲିଓଫାଇଲ୍ ହଁ। ଆଜ୍ଞା ଏନ୍ ଠିକ୍ ଅଛି। ତାପରେ ସେକେଣ୍ଡ ଆଜ୍ଞା ରିଆକ୍ସନ ସୋଡିୟମ ଆଲକାନାଇଡ୍ ଫର୍ମେସନ ଅଫ ଆଇରନ୍ ଏଇଟା ନାହିଁ ତମର କଟିଯାଇଛି। ଆଉ ଏଇଟା ଅର୍ଡର ଅଫ ଦି ଆକ୍ଟିଭିଟି ଯୋଉ ଏଇନା କରୁଥିଲି। ଆର୍ ବଣ୍ଡ I ଗ୍ରେଟର ଦେନ୍ ଆର୍ ବଣ୍ଡ Br ଗ୍ରେଟର ଦେନ୍ ଆର୍ ବଣ୍ଡ Cl
କ୍ଲୋରିନ୍, ବ୍ରୋମିନ୍, ଆୟୋଡିନ୍। ଆୟୋଡିନ୍ ସହିତ ସବୁଠୁ ଅଧିକ ତାପରେ ଆୟୋଡିନ ର ଯୋଉ ବଡଟା ବୋଲି ତାର ବଣ୍ଡ ବଡ ଅଧିକ ତେଣୁ ସେଟା ବହୁତ ଶୀଘ୍ର ଭାଙ୍ଗିଯିବ। ହେଲେ କେମିତି କଣ କ୍ଲୋରିନ କେସ୍ ସେଟା ବହୁତ ଛୋଟ ତ ଏଟା ଭାଙ୍ଗିବନି। SN1 SN2 ସରିଛି। ଆଜ୍ଞା ଆମେ ପଢିବା ତାପରେ ଯୋଉ ଏଲିମିନେସନ ରିଆକ୍ସନ ଗୋଟେ ରୁଲ ଗୋଟେ କଣ ଅଛି? ଆଜ୍ଞା। ତମର ହାଲୋ ହାଲୋ ଶୁକ୍ରବାର ହବ ଏକ୍ସାମ। ଫ୍ରାଇଡେ। ଆଜ୍ଞା ମାନେ ଆଜି ଏଇ ଶୁକ୍ରବାରେ? ହଁ। ୟା ପର ସୋମବାର ନହେଲେ ରଖିଦିଅନ୍ତୁ ମାନେ ତମେ ରବିବାର ରଖିଦିଅନ୍ତୁ। ଏଇ ଯୋଉ ଏଇ ରବିବାର ଦିନ ପରୀକ୍ଷା ଅଛି ତ ଯୋଉ ଆମର ଆଲକୋହଲ ଫିନୋଲ ଇଥର ଆଉ ଆମିନ। ପଢା ହବ ସେଇଟା। ଆଜ୍ଞା ଯେ ଏଇ ଯୋଉ ହାଲଆଲକେନ ଟା ଟିକେ ଖାଲି ପରେ ଟିକେ ରଖିଦେବେ। ଏକ୍ସାମ ଟା କହୁଛ ପରେ ଦବ? ଆଜ୍ଞା। ହଉ ଠିକ ଅଛି ମୁଁ କୋଶ୍ଚିନ ଟା ତିଆରି କରିଦେଇଥିବି ଆଜ୍ଞା ପରେ ଦବ ଆଉ। ଆଜ୍ଞା। ଶୁଣ ଡେଲି ହବ ଏଥର ଦିଟା କ୍ଲାସ। ଆଜ୍ଞା। ହେଲା ଗୋଟେ ଆଜ୍ଞା। ରାତିରେ ହବ ଗୋଟେ ଦିନରେ ହବ। ଦିନେଟା ଅଫଲାଇନ ଏ କରିଦେବି ଫିଜିକ୍ସ ଟା ବହୁତ ପଛେଇ ଗଲାଣି ଆମର କେବେଠାରୁ ହେଲାଣି କ୍ଲାସ ହେଇନି। ଫିଜିକ୍ସ ପଢା ହବ ରାତିରେ କେମିଷ୍ଟ୍ରି ପଢା ହବ ଆଉ ସେଠି ଅଫଲାଇନରେ ଓଡିଆ ଟା ବି ପଢା ହବ। ହେଲା। ଆଜ୍ଞା। ଆମର ଏସି ନିୟୁକ୍ଲିୟର ଅଳ୍ପ ଅଛି ସେଟା ସରିଲା। ଆଉ କାପାସିଟର ହେଲା ଏ ତିନିଟା ଯାକ ପଢା ଆଜ୍ଞା ହେଇସାରିଲା ତାପରେ ପଢା ହବ ହେଲା। ଏତିକି ପାଠ ସରିଲେ ଆଉ ଯୋଉ ପାଠ ଅଛି ଆଉ ସବୁ ପାଠ ସେମିକଣ୍ଡକ୍ଟର ଆଉ ସେଗୁଡା ସବୁ ଅଳ୍ପ ଦିନରେ ସରିଯିବ। କଣ କହୁଛନ୍ତି ଭଏସ ଟା କମିଗଲା ପୁରା। ସେମିକଣ୍ଡକ୍ଟର ଆଉ ତାର ଯୋଉ ଆପ୍ଲିକେସନ ଟା ଅଛି ସେ ସବୁ କମ ମାନେ ଆଜ୍ଞା ଆଜ୍ଞା। ଆଜ୍ଞା। କାଲି କେତେବେଳେ ଆସିବେ?